बिहारी गोपी जन वल्लभ गिरिवर धारी गोपी जन जमुना तीरा वन जमुना तीरा जमुना तीरा। हरे कृष्णा। हरे हरे कृष्णा। आवाज आ रही है? ଶୁଣି ପାରୁଛନ୍ତି ସମସ୍ତେ? प्रभु हरे कृष्ण दंड प्रभु जी। धन्यवाद धन्यवाद। ଶୁଭୁଛି? आगे प्रभु हरे कृष्ण। हरे कृष्णा। तो क्षमा करी प्रभु अनेक दिन मझे गैप हो गला। तो अबे यदि आप कृपा करते हमें प्रति बुधवार जदि आप रेगुलारली किसी सिस्टमेटिक भाव पढ़िया पाठ तो प्रथम जदि आप वैष्णव सदाचार कृपा करते पूरा सारी अन्य आप टॉपिक सजेस्ट करते प्रथम करते तो फास्ट जेहेतु वैष्णव सदाचार हेले किसी स्टार्ट कले भाव भल हाँ बाकी आप सजेस्ट करेंगे। ସଦାଚାର ଓଡିଆ ପିଡିଏ ବନା ହେଇଛି କି? ନାଇଁ ନା? ना प्रभु आप हिंदी पटे जो हिंदी थे भी चलिए प्रभु। ହିନ୍ଦୀ ତ ନାଇଁ, ଇଂଲିଶ ଅଛି, ତାକୁ ଓଡିଆ ଟ୍ରାନ୍ସଲେଟ କରି କହିବି ଆଉ। आगे प्रभु जमती आप कंफर्टेबल। ଆଜ୍ଞା। हरे कृष्ण। वो- तो आम समस्त प्रभु जी को प्रभु जी यदि भी ट्रावेलिंग रे अच्छे एवं तो तथा प्रभु जी व्यस्त बल समय काढ़ी आमको कृपा प्रदान कर सब थे प्रभु थे हरे कृष्ण महामंत्र को स्वागत करिए समस्ते। हरे कृष्णा हरे कृष्णा 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 हरे हरे हरे। हरे कृष्ण। ओम अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नेभ्यो वैष्णव श्री कृष्ण कृष्ण राम 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 हरे हरे। मुखं करोति वाचालं पङ्गुं लङ्घयति गिरिं यत्कृपातमहं वन्दे श्रीगुरो दीनतारिणम्। परमानन्दमाधवं श्रीचैतन्य ईश्वरम्। हरे कृष्ण। तो आपण मानंकु हार्दिक स्वागत। ଆଉ ଆମେ ଗୋଟେ ନୂଆ ସତ୍ର शुरू करी सर। तो वैष्णव ର आचरण अनुसार आचरण କିଛି ଲୋକ ଅଛନ୍ତି ଯୋଉମାନେ ବହୁତ କଥା କହନ୍ତି କିନ୍ତୁ ସେଗୁରା ପାଳନ କରନ୍ତି ନାହିଁ। ଆଉ କିଛି ଲୋକ ଅଛନ୍ତି ପାଳନ ବହୁତ କରନ୍ତି କିଛି ସିଦ୍ଧାନ୍ତ ନଥାଏ। ତେଣୁ ଆଚାର ପ୍ରଚାର ଦୁଇଟା ସମନ୍ୱୟ ରହିବା ଦରକାର। ତେଣୁ ସେଥିପାଇଁ ଆମର ବ୍ୟାବହାରିକ ପ୍ରଶିକ୍ଷଣ ବହୁତ ଆବଶ୍ୟକ। ବୈଷ୍ଣବ ସଦାଚାର ଗୋଟେ ବୈଷ୍ଣବ ଜଣାଯାଏ ସତ୍ ଆଚରଣ। ତାକୁ ଯୋଉ ଆଚରଣ ସତ୍ ମାର୍ଗରେ ଚାଲିବା ପାଇଁ ଯୋଉ ଆଚରଣ ପୂର୍ବବର୍ତ୍ତୀ ଆଚାର୍ଯ୍ୟ ମାନେ ଦେଇଛନ୍ତି
ସେଇ ଆଚରଣ ଅନୁସାରେ ସେ ଚାଲିବାକୁ ଚେଷ୍ଟା କରୁଛି। ତେଣୁ ଆମେ କଣ ପାଳନ କରିବା ନ କରିବା, ସେଇଟା ଶାସ୍ତ୍ର ସିଦ୍ଧାନ୍ତ ଅନୁସାରେ ଚାଲିବା ଉଚିତ। ଆମେ ଆମର ନିଜର ନିୟମ ମାନିବାନି। ଯାହା ପୂର୍ବବର୍ତ୍ତୀ ଆଚାର୍ୟ ମାନେ ପାଳନ କରିବା ପାଇଁ ରାସ୍ତା ଦେଖେଇଛନ୍ତି, ଆଉ କଣ ପାଳନ କରୁଛି, କାହିଁକି ପାଳନ କରୁଛି, ସବୁ ବିଧିବଦ୍ଧ ଭାବରେ ଜାଣିକିନି ଆମେ ପାଳନ କରିବାକୁ ଚେଷ୍ଟା କରିବା। ହଁ। ତେଣୁ ଗୋଟିଏ ସୁନ୍ଦର ପ୍ରକରଣରୁ ଆମେ ଆରମ୍ଭ କରିବା। ହଁ, ଚୈତନ୍ୟ ମହାପ୍ରଭୁଙ୍କୁ ଦେଖା କରିବା ପାଇଁ ସନାତନ ଗୋସ୍ୱାମୀ ବଡି ଲାଲାୟିତ ଥିଲେ। ସେ ବୃନ୍ଦାବନରେ ରହୁଥିଲେ, ମହାପ୍ରଭୁ ଜଗନ୍ନାଥ ପୁରୀ ରହୁଥିଲେ। ଥରେ ସନାତନ ଗୋସ୍ୱାମୀ ନିର୍ଣ୍ଣୟ ନେଲେ କି ମହାପ୍ରଭୁଙ୍କୁ ଦେଖା କରିବାକୁ ମୁଁ ପୁରୀ ଯିବି। ଯୋଉ ରାସ୍ତା ଦେଇ ମହାପ୍ରଭୁ ଜଗନ୍ନାଥ ପୁରୀରୁ ବୃନ୍ଦାବନ ଯାଇଥିଲେ, ସେଇ ରାସ୍ତାରେ ସନାତନ ଗୋସ୍ୱାମୀ ପାଦ ବି ଆସିଲେ ପୁରୀ ମହାପ୍ରଭୁଙ୍କୁ ଦେଖା କରିବା ପାଇଁ। ମହାପ୍ରଭୁ ଯାଇଥିଲେ ସେଇ ଝାରିଖଣ୍ଡ ଜଙ୍ଗଲ ଦେଇ, ସନାତନ ଗୋସ୍ୱାମୀ ବି ସେଇ ରୁଟରେ ଆସିଲେ। ରାସ୍ତାରେ ଆସିବା ସମୟରେ ଅନେକ ସ୍ଥାନରେ ତାଙ୍କୁ ଯେତେବେଳେ ଶୋଷ ଲାଗିଛି, ସାଧୁ ସନ୍ଥ ମାନେ ପୂର୍ବ ସମୟରେ ଏମିତି ତ ନଥିଲା କି ଆପଣ କୌଣସି ରୁମ୍ ବୁକ୍ କରିଦେଲେ, କୌଣସି ପ୍ରସାଦ ବୁକ୍ କରିଦେଲେ, ନଥିଲା। ପ୍ରକୃତି ଉପରେ ପୂର୍ଣ୍ଣ ଆଶ୍ରିତ। ସୁଖଦେବ ଗୋସ୍ୱାମୀ କହନ୍ତି, ଜଣେ ସାଧୁ ୟା ଯିଏ ଜୀବନର ଚରମ ସତ୍ୟ ଲକ୍ଷ୍ୟ ପଥରେ ଅଛନ୍ତି, ସେମାନଙ୍କୁ କୌଣସି ଜିନିଷର ଆବଶ୍ୟକତା ନଥାଏ। ପ୍ରକୃତି ସବୁ କିଛି ପ୍ରଦାନ କରେ। ପ୍ରକୃତି ଆମକୁ ମଧୁର ଜଳ, ଫଳ, ଆଉ ଶୋଇବା ପାଇଁ ଧରିତ୍ରୀ ଅଛି। ଧରଣୀ ଉପରେ ଶୋଇପାରିଲେ, ହାତକୁ ତକିଆ କରି ନେଲେ, ଜଳପ୍ରପାତ ଆଉ ଝରଣାର ଜଳ ପିଇ ନେଲେ। ତେଣୁ କୌଣସି ଅଭାବ ନଥାଏ। ତ ସ୍ୱାଭାବିକ ପ୍ରକୃତି ଉପରେ ନିର୍ଭର କରି ଯିଏ ଧର୍ମ ପଥରେ ଚାଲିବା, ପରମ ସତ୍ୟ ପଥରେ ଚାଲିବା, ସେ ସ୍ୱାଭାବିକ ରୂପେ ସେ କରିପାରେ। ତେଣୁ ଆଜିଠୁ 500 ବର୍ଷ ପୂର୍ବେ ସାମାଜିକ ବ୍ୟବସ୍ଥା ଅଲଗା ଥିଲା। ବର୍ତ୍ତମାନ ଆମକୁ ସମୟ କାଳ ଅନୁସାରେ ଚାଲିବାକୁ ପଡ଼ିବ। 500 ବର୍ଷରେ ଯାହା ନିୟମ ଥିଲା, ବର୍ତ୍ତମାନ ଆମେ କରିବା ତାର ବିଧିବିଧାନ ଦରକାର। ତେଣୁ ବେଳେବେଳେ ଶାସ୍ତ୍ର ପଢିଲେ ଲୋକ ଭ୍ରମିତ ହେଇଯାଏ। କାହିଁକି? ଶାସ୍ତ୍ରରେ ଯୋଉ ନିର୍ଦ୍ଦେଶ ଅଛି, ତାକୁ ସରଳ ରୂପରେ ବର୍ତ୍ତମାନ ସମୟ ଅନୁସାରେ କେମିତି ପାଳନ କରିବା, ତା ବିଧି ଲେଖିବା ବହୁତ ଆବଶ୍ୟକ। ତେଣୁ ପ୍ରଭୁପାଦ ପୁନଃ କାହିଁ ଶାସ୍ତ୍ର ଲେଖିଲେ? ଶାସ୍ତ୍ର ତ ସବୁ ଉପଲବ୍ଧ ଅଛି। କି 500 ବର୍ଷରେ ସାମାଜିକ ସ୍ଥିତି ଯାହା ଥିଲା, ବର୍ତ୍ତମାନ ସାମାଜିକ ସ୍ଥିତି ସେମିତି ନାହିଁ। ସେତେବେଳେ ଲୋକମାନେ ଶରୀର ଏମିତି ଥିଲା ଯେ ସେମାନେ କଠୋର ତପସ୍ୟା କରିପାରୁଥିଲେ, ନ ଖାଇ ନ ପିଇ ରହିପାରୁଥିଲେ। ତେଣୁ ଆମେ ସେମାନଙ୍କର ସ୍ଥିତି, ଦୁଇ ପ୍ରକାର ସ୍ଥିତି, ଗୋଟେ ହଉଛି ମୁକ୍ତ ଜୀବର ସ୍ଥିତି, ଗୋଟେ ହଉଛି ବଦ୍ଧ ଜୀବର ସ୍ଥିତି। ଆଉ ସେକେଣ୍ଡ ହଉଛି 500 ବର୍ଷ ପୂର୍ବର ଯୋଉ ସ୍ଥିତି, ଆଉ ବର୍ତ୍ତମାନ କଳିଯୁଗ 500 ବର୍ଷ ଅଧିକ ବଢିଆ ସହିତ ଯୋଉ ସ୍ଥିତି, ଦୁଇ ସ୍ଥିତିର ସମନ୍ୱୟ ହିଁ ଆମକୁ ପାଳନ କରିବାର ଅଛି। ଗୋଟେ ବଢିଆ ସୁନ୍ଦର ଉଦାହରଣ ଶୁଣିବି। କି ଥରେ ଭକ୍ତ କହୁଥିଲେ, ଦିଲ୍ଲୀରେ ଜଣେ ବ୍ରହ୍ମଚାରୀ ସେ ପୁସ୍ତକ ବିତରଣ କରୁଥିଲେ। କୋଉ ସମୟରେ? ନା ଯେମିତି କାର୍ତ୍ତିକ ସମୟରେ ତାଙ୍କର ସେଇଟା ହଉଛି ସେବା। ଆଉ ଯୋଉ କାର୍ତ୍ତିକର ଶେଷ 5 ଦିନ ଭୀଷ୍ମ ପଞ୍ଚକ ମନାଯାଏ। ଜଣେ ଭକ୍ତ କଣ କରିଛି ନା ଭୀଷ୍ମ ପଞ୍ଚକ ରଖିଛନ୍ତି। ତ ଭୀଷ୍ମ ପଞ୍ଚର ଅଲଗା ଅଲଗା କାଟେଗୋରୀ ଅଛି, କାଟେଗୋରୀ 1, କାଟେଗୋରୀ 2, କାଟେଗୋରୀ 3। ସିଏ ଫାଷ୍ଟ କାଟେଗୋରୀ ଉପବାସ ରଖିଥିଲେ। ସେଥିରେ ଟିକେ ଗୋମୂତ୍ର, ଗୋଅର୍କ, ଟିକେ ଗୋବର, ଟିକେ ଘିଅ, ଟିକେ ଦହି, ଟିକେ କ୍ଷୀର, ଏମିତି 5 ଦିନରେ ଟିକେ ଟିକେ ଗୋଟେ ବିନ୍ଦୁ ଭଳିଆ ନେବାକୁ ପଡେ। ଆଉ ସିଏ ପୁରା ନିର୍ଜଳା, ଖଡା ନିର୍ଜଳା 5 ଦିନ ଅଛନ୍ତି। ଆଉ ଏଇ ଯୋଉ ନିର୍ଦ୍ଦେଶ ଦିଆ ହେଇଛି ତାକୁ ହିଁ ପାଳନ କରି ବ୍ରତ ରଖିଛନ୍ତି। ତା ବାଦ ସେ ପୁସ୍ତକ ବିତରଣ କରୁଛନ୍ତି। ଆଉ ଯୋଉ ଦିନ ସିଏ ରେଲୱେ ଷ୍ଟେସନ ଯାଇ ପୁସ୍ତକ ବିତରଣ କରୁଥିଲେ, 5ମ ଦିନ ଅଚେତ ହେଇ ପଡିଛନ୍ତି, ତାଙ୍କ ମୁହଁରୁ କଥା ବାହାରୁନି, ମୁହଁରୁ ଫେଣ ବାହାରିଛି, ହଁ 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 ହେଉଛନ୍ତି, ପୁରା ଦିମାଗ ବ୍ରେନ କାମ କରୁନି। ଆଉ ସେତେବେଳେ ପୁଲିସ ବାଲା ସେଠୁ ସମ୍ପର୍କ କରିଛନ୍ତି ମନ୍ଦିର ବାଲାଙ୍କୁ, କି କଣ ହେଇଛି? ନା ଆପଣ ଜଣେ ଭକ୍ତ ଏମିତି ଅଚେତ ଅବସ୍ଥାରେ ପଡିଛି। ତାକୁ ନିଆଗଲା, ସାଲାଇନ ଦିଆଗଲା, ତାକୁ ସ୍ୱାଭାବିକ ସ୍ଥିତିରେ ଅଣାଗଲା। ତେଣୁ ଆମେ ଆମ ସ୍ଥିତି ଅନୁସାରେ ସିଦ୍ଧାନ୍ତ ପାଳନ କରି ଆମେ ନକଲ କରିପାରିବା ନାହିଁ। ହୁଁ। ଆଉ ଜଣେ ବ୍ରହ୍ମଚାରୀଙ୍କ କଥା ମୁଁ କହିବି, ଯିଏ ଗୋଟେ ମନ୍ଦିରରେ ସିଏ ପାଗଳ ହେଇକିନି ସେ କଣ କଲେ ନା ନିଜ ଯୌନାଙ୍ଗକୁ କାଟିବାକୁ ବାହାର କଲେ, କାରଣ ମତେ ଭାରି ଉତ୍କ୍ଷିପ୍ତ ହଉଛି। ତେଣୁ ଆମେ କେମିତି ସିଦ୍ଧାନ୍ତ ପାଳନ କରିବା, ପାଗଳା ହେଲେ ଚଳିବନି। ଆମେ ଉନ୍ନତ ଭକ୍ତଙ୍କର ଦିଶା ନିର୍ଦ୍ଦେଶ ରହିବା, ଭକ୍ତିର ସରଳ ସିଦ୍ଧାନ୍ତ ଆମ ସ୍ତର ଅନୁସାରେ ପାଳନ କରିବା। ତେଣୁ 500 ବର୍ଷ ପୂର୍ବରେ ସାମାଜିକ ସ୍ଥିତି ଯାହା ଥିଲା,
ଉନ୍ନତ ଭକ୍ତ ମାନେ ମୁକ୍ତ ଜୀବ ମାନେ ଯେଉଁଭଳିଆ ତପସ୍ୟା କରିପାରୁଥିଲେ ଆମେ ହଉଛି ବଦ୍ଧ ଜୀବ। ହଁ, ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ ଆଦି ସେମାନେ ମୁକ୍ତ ଜୀବ। ସେମାନଙ୍କ କାର୍ଯ୍ୟକଳାପ ଆମେ ନକଲ କରିପାରିବା ନାହିଁ, ତାଙ୍କର ପଦାଙ୍କ ଅନୁସରଣ କରିବା। ମହାଜନ ଯେନ ଗତସ୍ୟ ପନ୍ଥା। ତେଣୁ ଶାସ୍ତ୍ର ପଢିଲା ବେଳେ ବଡି ସାବଧାନ ରହିବେ। ଏସ୍ପେଶାଲି ବେଳେ ବେଳେ ଭକ୍ତମାନେ ପ୍ରଭୁପାଦଙ୍କ ପୁସ୍ତକ ଛାଡିକି କଣ କରନ୍ତି, ଗୋସ୍ୱାମୀ ପୁସ୍ତକ ପଢିବାକୁ ଯାଆନ୍ତି। କିନ୍ତୁ ତା ଦେହରେ ପ୍ରୟୋଗ କଣ କରିବ, ଆପ୍ଲାଏ କଣ କରିବ, ଜଣେ ବିଚଳିତ ହେବାର ବହୁତ ସମ୍ଭାବନା ଥାଏ। ତେଣୁ କୁହାଯାଏ ଶାସ୍ତ୍ର ଜଣେ କେମିତି ପଢିବ ନା, ଜଣେ ବ୍ୟାବହାରିକ ଭକ୍ତଙ୍କର ଦିଶା ନିର୍ଦ୍ଦେଶନରେ ପଢିଲେ ସେ କଣ ପଢୁଛି, କଣ ଆପ୍ଲାଏ କରୁଛି, କେମିତି ଜୀବନ ଧାରଣ କରୁଛି, ସ୍ୱାଭାବିକ ହେଇପାରିବ। ନହେଲେ ଆମେ କିଛି ଗଡବଡ କରିବା, ଫିର ନିଜ ଜୀବନ ହରେଇବା, ଭକ୍ତି କଠୋର ହେଇଯିବ। ସେମିତି କରିବ। ଭକ୍ତି ଗୋଟେ ମଧୁରମୟ। ଆମ ସ୍ଥିତି ଅନୁସାରେ ଆମେ କରି ଜୀବନର ଚରମ ସ୍ଥିତି ଆଡକୁ ବଢିବା। କିଛି ସେମିତି କାର୍ଯ୍ୟକଳାପ କରିବେନି ଯେମିତି ଓଡିଶାରେ ଆମର ପ୍ରଚଳିତ, ଭାରତରେ ପ୍ରଚଳିତ କି ଶିବଜୀଙ୍କର ଅନୁଗାମୀ ମାନେ କଣ କରନ୍ତି ନା, ଭାଙ୍ଗ ଖାଆନ୍ତି, ହଁ, ଗଞ୍ଜା ପିଅନ୍ତି। କଣ ପାଇଁ ନା ଶିବଜୀ ଏମିତି କରୁଥିଲେ। ଆରେ ତତେ କରିବା କଥା, ତୁ ଉଦାହରଣ ଦଉଛୁ ଶିବଜୀ ଏମିତି କରୁଥିଲେ, ଏଇଟା ଠିକ ନୁହେଁ। ତେଣୁ ଆମେ ହଉଛି ଭକ୍ତ ଆଉ ଜଣେ ସାଧକ। ଆମ ଅବସ୍ଥାରେ କଣ କେମିତି ପାଳନ କରିବା, ବଡି ସାବଧାନରେ ପାଳନ କରିବା, କିଛି ନକଲ କରିବା ନାହିଁ। ସ୍ୱାଭାବିକ ଜଣେ ଭଗବାନଙ୍କୁ କିଏ ପ୍ରିୟ ନା, ଜଣେ ଟ୍ରୁଥଫୁଲ ଡିଭୋଟି, ସଚ୍ଚା ହୃଦୟର ଭକ୍ତ ଭଗବାନଙ୍କୁ ପ୍ରିୟ। ସଚ୍ଚା ହୃଦୟ ଭକ୍ତ କଣ, ଯାହା ହୃଦୟ ଯେମିତି ସେଇ ଅବସ୍ଥାରେ ସେ ସେବା କରୁଛି। ସେ କହୁନି ଯେ ମୁଁ ବଡ ବଡ ବ୍ୟକ୍ତି ବନିଗଲେଣି, ମୋ ହୃଦୟ ଆଉ କାମ ବାସନା ଚାଲିଗଲାଣି, ମୁଁ କୌଣସି ଯୋଉ ମୁକ୍ତି ଅବସ୍ଥାକୁ ପ୍ରାପ୍ତ କରିଲେ, ଏମିତି କହିବେନି କେହି। ଆମେ ଯୋଉ ଅବସ୍ଥାରେ ଅଛୁ ଭଗବାନ ଜାଣିଛନ୍ତି, ଆମେ କେମିତି ଅବସ୍ଥାରେ ଅଛୁ, କଣ କରୁଛୁ, ଭଗବାନ ସବୁ ଜାଣି, କିଛି ଅଛୁପା ନାହିଁ। ତେଣୁ ଭଗବାନଙ୍କୁ ପ୍ରିୟ ଜଣେ ଜେନ୍ୟୁଇନ ଭକ୍ତ, ସରଳ ଭକ୍ତ, ଯୋଉ ଅବସ୍ଥାରେ ସେ ଅଛି ତା ହୃଦୟ ଯେମିତି ସେ ସେଇଭଳିଆ ଭକ୍ତ। ସେ ଭଗବାନଙ୍କୁ କହୁଛି, ପ୍ରଭୁ ମୋ ଭିତରେ ଅନେକ ଅନର୍ଥ ଅଛି, ମୁକ୍ତ ହେଇନି, ଏବେ ବି ମୁଁ ଅନର୍ଥ ସହିତ ସଂଘର୍ଷ କରୁଛି, ସାବଧାନ ରହୁଛି। ଭକ୍ତ ସଂଗତି ଆପଣ ଯୋଉ ବିଧିବିଧାନ ଦେଇଛନ୍ତି ତାକୁ ପାଳନ କରି ଚାଲୁଛି, ମୋର ସୁରକ୍ଷା କରିବେ ପ୍ରଭୁ। ଭଗବାନ ଏଥିରେ ବେଶୀ ପ୍ରସନ୍ନ ହୁଅନ୍ତି। ହଁ, ଏମିତି ନାହିଁ କି ଆପଣ ବହୁତ ନକଲି କରୁଛନ୍ତି, ମୁଁ ବଡ ଭକ୍ତ ହେଇଗଲେଣି, ଲୋକମାନେ ମତେ ମନ୍ଦିରରେ ଶୁଦ୍ଧ ଭକ୍ତ କହୁଛନ୍ତି, ମୁଁ ବହୁତ ମହାଭାଗତ ହେଇଗଲେଣି, ଏସବୁ କଥାରେ ପ୍ରଭାବିତ ହବା କଥା ନୁହେଁ। ସାବଧାନ ରହିବା କଥା। ଆମ ସ୍ଥିତି ଯେମିତି ଆମେ ନିଜେ ଜାଣିବା ଦରକାର। ତେଣୁ ଏଥିପାଇଁ କୁହାଯାଏ ଅବଲୋକନ କରିବା, ଇଣ୍ଟ୍ରୋସ୍ପେକ୍ସନ ଯାହା କୁହନ୍ତି। ଆମେ କୋଉ ସ୍ତରରେ ଅଛୁ। ଭକ୍ତିସିଦ୍ଧାନ୍ତ ମହାରାଜ କହନ୍ତି କି ଅନ୍ୟ ବ୍ୟକ୍ତିର ଦୋଷ ଦେଖିବାକୁ ଚେଷ୍ଟା କର ନା, ନିଜ ଭିତରେ କେତେ ଅନର୍ଥ ଅଛି, କେତେ କାମ ବାସନା ଅଛି, କେତେ ଈର୍ଷା ଭାବ ଅଛି, ତା ଉପରେ କାମ କର। ଏଇଟା ବହୁତ ଆବଶ୍ୟକ। ତେଣୁ ସନାତନ ଗୋସ୍ୱାମୀ ପାଦ ଯେତେବେଳେ ବୃନ୍ଦାବନରୁ ଆସୁଛନ୍ତି, ଆଉ ସେତେବେଳେ ଭକ୍ତମାନେ କିଛି ବସ୍ତୁ ନେଇକି ଚାଲୁନଥିଲେ। ଜଙ୍ଗଲରେ ଯାହା ମିଳିବ, ପ୍ରକୃତି ଯାହା ପ୍ରଦାନ କରିବ, ସେଇ ଅନୁସାରେ ସେମାନେ ଜୀବନ ନିର୍ବାହ କରୁଥିଲେ। ସନ୍ଧ୍ୟା ଯୋଉଠି ହବ ସେଇଠି ବିଶ୍ରାମ କରୁଥିଲେ, ରାତ୍ରିରେ ଭ୍ରମଣ କରୁନଥିଲେ। ତେଣୁ ସନାତନ ଗୋସ୍ୱାମୀ ପାଦ ଯେତେବେଳେ ଝାରିଖଣ୍ଡ ଜଙ୍ଗଲ ଦେଇ ଆସିଛନ୍ତି, ରାସ୍ତାରେ କୌଣସି ସ୍ଥାନରେ ତାଙ୍କୁ ଶୋଷ ଲାଗିଲା, କୌଣସି ସ- ଅ, ପୋଖରୀର ପାଣି ସେ ପିଇ ଦେଇଛନ୍ତି, ଯୋଉଟା କି ଶୁଦ୍ଧ ନଥିଲା। ଯାହାଦ୍ୱାରା ତାଙ୍କ ଶରୀରରେ ଅନେକ ପ୍ରକାରର ଫୁଟକା ହେଇଗଲା, ବେମାରୀ ହେଇଗଲା। ସେଇ ଅବସ୍ଥାରେ ସେ ପୁରୀକି ଆସିଛନ୍ତି, ଶରୀରରେ ଅନେକ ଫୁଟକା ହେଇଯାଇଛି। ଯେତେବେଳେ ପୁରୀ ପହଞ୍ଚିଛନ୍ତି, ତାଙ୍କ ଭିତରେ ଅନେକ ଆଗ୍ରହ, ଆନନ୍ଦ, ମହାପ୍ରଭୁଙ୍କୁ ଦେଖା କରିବେ, ଜଗନ୍ନାଥଜୀଙ୍କ ଦର୍ଶନ ଦୂରରୁ କରିବେ, ନାମାଚାର୍ୟ ହରିଦାସ ତାଙ୍କୁ ଦେଖାହବ, ବଡି ଆନନ୍ଦ ତାଙ୍କ ଭିତରେ। କିନ୍ତୁ ତାଙ୍କ ମନ ମନ ଭିତରେ ବୈଷ୍ଣବ ସଦାଚାର ଉଙ୍କି ମାରୁଛି କି ମୁଁ ତ ଜଣେ ପତିତ, ମୁସଲିମ ମିଳିଛ ସରକାର ଅଧୀନରେ କାମ କରିଛି ଯୌବନ, ଆଉ ଟିକେ ଜଗନ୍ନାଥଙ୍କ ଧାମ, ଧାମର ମତେ ପ୍ରବେଶ କରିବାର ଅଧିକାର ନାହିଁ। ତେଣୁ ଆମେ ଯେତେବେଳେ ଶାସ୍ତ୍ର ପଢୁ, ଶାସ୍ତ୍ରରେ ଯୋଉ ସରଳ ଶିକ୍ଷା ଗୁରା ଅଛି ଆମେ ପାଳନ କରିବା ଉଚିତ। କେମିତି ଭାବନା ଉପରେ ଆମେ କାମ କରୁଛୁ, କୃଷ୍ଣ ଭାବନା ଉପରେ। ଯେମିତି ଅକ୍ରୁରଜୀ ଯେତେବେଳେ ବୃନ୍ଦାବନ ଆସୁଛନ୍ତି, ସୁନ୍ଦର ରୂପରେ ଦଶମ ସ୍କନ୍ଧରେ ବର୍ଣ୍ଣନ ଆପଣ ପଢିପାରିବେ। ଅକ୍ରୁରଜୀ କହୁଛନ୍ତି, ଅକ୍ରୁରଜୀଙ୍କୁ କିଏ ପଠେଇଛନ୍ତି ନା କଂସ ପଠେଇଛନ୍ତି, ଯାହା କୃଷ୍ଣ ବଳରାମଙ୍କୁ ନେଇକି ଆସ, ମଥୁରାରେ ବଡ ଉତ୍ସବ କରାଯାଉଛି, ମୁଁ ଷଡଯନ୍ତ୍ର କରୁଥିଲେ କଂସ। ଅକ୍ରୁରଜୀଙ୍କୁ ଯେତେବେଳେ କଂସ ନିୟୋଜିତ କରୁଛନ୍ତି କୃଷ୍ଣ ବଳରାମଙ୍କୁ ଆଣିବା ପାଇଁ, ଅକ୍ରୁରଜୀ ବଡ ଆନନ୍ଦିତ କି କୃଷ୍ଣ ବଳରାମଙ୍କୁ ମୁଁ ଦର୍ଶନ କରିବି। ସେ ରାସ୍ତା ଯାକ ଏଇ କଥା ଚିନ୍ତା କରୁଛନ୍ତି କି ମୁଁ କୃଷ୍ଣ ବଳରାମଙ୍କୁ ଦର୍ଶନ କରି ମୋର ଭାଗ୍ୟ ଉଦୟ, ଯୋଉ ଭଗବାନଙ୍କୁ ଦେଖିବା ପାଇଁ ସଂସାର ସବୁ ବ୍ୟକ୍ତିତ୍ୱ ଅ, ପ୍ରତୀକ୍ଷାରତ, ମୁଁ ସେଇ ଭଗବାନଙ୍କର ଦର୍ଶନ କରିବି, ଚରଣରେ ପଡିବି, ତାଙ୍କ ଆଶୀର୍ବାଦ ମାଗିବି, ସେଇ ଭାବନା ନେଇ ଅକ୍ରୁରଜୀ ଦର୍ଶନ କରିବାକୁ ଯାଇଛନ୍ତି।
ତେଣୁ ସନାତନ ଗୋସ୍ୱାମୀ ପାଦ ଯେତେବେଳେ ଆସୁଛନ୍ତି ତାଙ୍କ ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରିଛି। ହୁଁ? ଆଉ ଅକ୍ରୁରଜୀ କେମିତି ଭାବନା ରଖୁଛନ୍ତି, ମୁଁ ଜଣେ ପତିତ ଅଧମ, ମୁଁ ଜଣେ ଗୃହସ୍ଥ, କୃଷ୍ଣ ବଳରାମଙ୍କର ସଙ୍ଗ ଲାଭ କରିବି, ତାଙ୍କ କୃପା ଲାଭ କରିବି। ତେଣୁ ସନାତନ ଗୋସ୍ୱାମୀ ପାଦ କହୁଛନ୍ତି ମୁଁ ତ ମୁସଲିମ ସରକାର ଅଧୀନରେ କାମ କଲି, ମିଳେଚ୍ଛ ଯବନ, ମୁଁ ସାକର ମଲ୍ଲିକ, ମୋର ମିଳେଚ୍ଛ ଅଧୀନରେ କାର୍ଯ୍ୟ କରିଛି, ମୁଁ ମିଳେଚ୍ଛ, ହଁ, ମତୁଲ୍ୟ ନାସ୍ତି ପାପାତ୍ମା, ମୋ ମୋ ଭଳିଆ ପାପୀ ବ୍ୟକ୍ତି କେହି ସଂସାର ନାହାନ୍ତି। ଏଇ ଭାବନା ନେଇ ସିଏ ପ୍ରବେଶ କରୁଛନ୍ତି। ସିଏ କହୁଛନ୍ତି ଜଗନ୍ନାଥ ପୁରୀ ହଉଛି ଦିବ୍ୟ ଧାମ, ଭଗବାନଙ୍କର ଦିବ୍ୟ ଧାମ, ସେଠି ପ୍ରବେଶ କରିବାର ମୋର ଅଧିକାର ନାହିଁ। ସେଠି ତ ଜଗନ୍ନାଥଜୀଙ୍କର ସେବକ ସବୁଆଡେ। ଶାସ୍ତ୍ରରେ ଉଲ୍ଲେଖ ଅଛି କୋଉଥିରେ, ପୁରୁଷୋତ୍ତମ ଖଣ୍ଡ ସ୍କନ୍ଦ ପୁରାଣରେ, କିଏ ଜଗନ୍ନାଥ ପୁରୀ ଭିତରେ ଯୋଉମାନେ ରହନ୍ତି ସେମାନେ ସବୁ ଚତୁର୍ଭୁଜୀ ଲୋକ। ତେଣୁ ଜଗନ୍ନାଥ ପୁରୀ ଗୋଟେ ସାଧାରଣ ସ୍ଥାନ ନୁହେଁ। ସନାତନ ଗୋସ୍ୱାମୀ ପାଦ କହୁଛନ୍ତି ମୁଁ ଗୋଟେ ପାପୀ ବ୍ୟକ୍ତି, ମୁଁ କେମିତି ପ୍ରବେଶ କରିବି? ଏଠି ଜଗନ୍ନାଥଜୀଙ୍କ ସେବକ ବୁଲୁଛନ୍ତି ସବୁଆଡେ, ଧାମରେ ସମସ୍ତେ ସେବକ। ତେଣୁ ସେଇଆ ଭାବି ସନାତନ ଗୋସ୍ୱାମୀ ପାଦ କଣ କଲେ ନା, ସମୁଦ୍ର କୂଳ ବାଲି ରାସ୍ତା ଉପରେ ଚାଲି ଚାଲି ଯାଉଛନ୍ତି। ଗୋଟାପଟେ ଶରୀରରେ ପୁରା ଫୋଟକା ହେଇଯାଇଛି ଦୂଷିତ ପାଣି ପିଇକିନି, ଅନ୍ୟ ପଟରେ ସିଏ ବାଲି ରାସ୍ତାରେ ଚାଲି ଚାଲି, ଗରମ ବାଲି, ତାତିଲା ବାଲି ଉପରେ ଚାଲି ଚାଲି ତାଙ୍କ ଗୋଡରେ ଫୋଟକା ହେଇଯାଇଛି। ସେଇ ଅବସ୍ଥାରେ ଆନନ୍ଦିତ ହେଇ ସେ ଆସୁଛନ୍ତି। ଆଉ ଆସିକିନି ପଛପଟ ରାସ୍ତାରେ ଆସୁଛନ୍ତି, ପୁରୀର ମୁଖ୍ୟ ସଡ଼କ ଦେଇ ଯାଉନାହାନ୍ତି। ଆସିକିନି ନାମାଚାର୍ୟ ହରିଦାସ ଠାକୁର ଯୋଉ ସିଦ୍ଧ ବକୁଳ ସ୍ଥାନରେ ରହୁଥିଲେ ସେଇଠାରେ ଅବସ୍ଥାନ କରୁଛନ୍ତି। ସେଇ ସ୍ଥାନରେ ଅବସ୍ଥାନ କରିବା ପରେ, ହୁଁ, ଆଉ ହରିଦାସ ଠାକୁରଙ୍କୁ ଯେତେବେଳେ ଜଣେ ମହାଭାଗବତ, ଆଉ ଜଣେ ମହାଭାଗବତ ମିଳୁଛନ୍ତି, ଆନନ୍ଦର ସୀମା ନାହିଁ। ଆମେ ଅଧିବାସ କୀର୍ତ୍ତନରେ କହୁ ନା, ଆନନ୍ଦର ସୀମା ନାହିଁ। ଜଣେ ଭକ୍ତ ଯେତେବେଳେ ଆଉ ଜଣେ ଭକ୍ତକୁ ଦେଖିବ, ଆନନ୍ଦର ସୀମା ନାହିଁ। ମହା ମହୋତ୍ସବ ହବେ, ଆନନ୍ଦର ସୀମା ନାହିଁ। ହଁ, କି ଯୋଉଠି ବୈଷ୍ଣବ ମିଳନ ହୁଏ, ଯୋଉଠି ବୈଷ୍ଣବ ମିଳନ୍ତି, ହରି କଥା କରନ୍ତି, ସେଠି ଆନନ୍ଦର ସୀମା ନାହିଁ। ହଁ, ତେଣୁ ହରିଦାସ ଠାକୁରଙ୍କୁ ଦେଖି ସନାତନ ଗୋସ୍ୱାମୀ ଆନନ୍ଦରେ ଗଦଗଦ, ଆଉ ସନାତନ ଗୋସ୍ୱାମୀ ହରିଦାସ ଠାକୁରଙ୍କୁ ଦେଖି ସନାତନ ଗୋସ୍ୱାମୀ ପାଦ ବି ଆନନ୍ଦରେ ଗଦଗଦ। ଦୁହେଁ ଦୁଇ ଜଣଙ୍କୁ ପ୍ରଣାମ କରୁଛନ୍ତି, ଆଲିଙ୍ଗନ କରୁଛନ୍ତି। ନେତ୍ରରୁ ନିରନ୍ତର ଯମୁନା ଭଳି ଜଳ ଧାରା ପ୍ରବାହିତ ହଉଛି। ଦି ଜଣ କଥାବାର୍ତ୍ତା ହଉଛନ୍ତି। ପରବର୍ତ୍ତୀ ସମୟ ମହାପ୍ରଭୁ ଆସିଛନ୍ତି, ଆଉ ସୁନ୍ଦର କଥୋପକଥନ, ଚୈତନ୍ୟ ଚରିତାମୃତ ଅନ୍ତ୍ୟ ଲୀଳା ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା, ସନାତନ ଗୋସ୍ୱାମୀ କେମିତି ଜଗନ୍ନାଥ ପୁରୀ ଭ୍ରମଣ କରିଥିଲେ। ମୁଁ 90 ପୟାରୁ ନଉଛି ଚୈତନ୍ୟ ଚରିତାମୃତର। ସନାତନ ଗୋସ୍ୱାମୀ और हरिदास ठाकुर ସାଙ୍ଗରେ ଅଛନ୍ତି। ମହାପ୍ରଭୁ ଆସିଛନ୍ତି ଜଗନ୍ନାଥ ପୁରୀ ମେ, ହଁ, ସେଇ ଯୋଉ ସିଦ୍ଧ ବକୁଳ ସ୍ଥାନରେ ତିନି ଜଣଙ୍କର ଦେଖା ସାକ୍ଷାତ ହଉଛି। ହୁଁ। କି ମୋ ମା ଆଦେଶରେ, ଏଇଟା ହଉଛି ଶ୍ଲୋକ ସଂଖ୍ୟା ପୟାର ସଂଖ୍ୟା 82। ହୁଁ। ଆଉ ମହାପ୍ରଭୁ ଯେତେବେଳେ ତାଙ୍କ ଭକ୍ତ ମାନଙ୍କୁ ଦେଖନ୍ତି, ସେ ପଞ୍ଚମୁଖ ହେଇକିନି ତାଙ୍କ ମୁଖ 5 ଗୁଣ ବଢିଯାଏ ତାଙ୍କ ଭକ୍ତ ମାନଙ୍କର ଗୁଣଗାନ କରିବାରେ। ଆଁ? ଆଉ ମହାପ୍ରଭୁ ବଡି ବିନମ୍ର ଭାବରେ କହୁଛନ୍ତି। ହୁଁ। ମହାପ୍ରଭୁ ଯୋଉ ଶିକ୍ଷା ଦେଇଛନ୍ତି, ତୃଣାଦପି ସୁନିଚନ ତରୁରପି ସହିଷ୍ଣୁନା ଅମାନିନ ମାନଦିନ କୀର୍ତ୍ତନେ ସଦାହରି, ସେ ନିଜେ ୟା ଜ୍ୱଳନ୍ତ ଉଦାହରଣ। ତେଣୁ ଆମକୁ ଯୋଉ କଥା କହୁଛି ତାକୁ ଅକ୍ଷରେ ଅକ୍ଷରେ ନିଜେ ପାଳନ କରିବା ବହୁତ ଆବଶ୍ୟକ। ଏସ୍ପେସିଆଲି ଯୋଉମାନେ ବୈଷ୍ଣବ ଲିଡର, ଦୁଇ ଦୁଇ ପ୍ରକାର ନେତା ଅଛନ୍ତି। ଗୋଟେ ହଉଛି ସାଂସାରିକ ନେତା, ଯିଏ ବହୁତ କିଛି କହନ୍ତି, କିଛି ପାଳନ କରନ୍ତି ନାହିଁ। ଦ୍ୱିତୀୟ ପ୍ରକାର ନେତା କିଏ ନା, ବୈଷ୍ଣବ ନେତା, ଯିଏ ଆଦର୍ଶ ନେତା, ଭକ୍ତ ନେତା। ସେମାନେ ଯାହା କହୁଛନ୍ତି ତାକୁ ଅକ୍ଷର ଅକ୍ଷରେ ପାଳନ କରିବା ବହୁତ ଆବଶ୍ୟକ। ଯଦି ଆମର କଥା ଆଉ ଆମର ଚାଲିଚଳନ ଆଚରଣ ମିସମ୍ୟାଚ୍ ହବ, ତାହେଲେ ଲୋକ ପ୍ରେରଣା ପାଇପାରିବେ ନାହିଁ, ଲୋକଙ୍କୁ ଆମେ ଆଦର୍ଶ ସ୍ଥାପିତ କରିପାରିବା ନାହିଁ, ଧର୍ମର ଗ୍ଲାନି ହବ ଆକ୍ଚୁଆଲି। ତେଣୁ ବହୁତ ତେଣୁ ବହୁତ ଭକ୍ତ ନୀରବତା ରଖନ୍ତି, ବେଶୀ କିଛି କହନ୍ତିନି। କାହିଁକି
ଆରେ ବଡ ବଡ ସିଦ୍ଧାନ୍ତ ଅଛି, ଆମେ ତ ପାଳନ କରିପାରୁନେ, କେମିତି କହିବି? ତେଣୁ ଭକ୍ତଙ୍କୁ କହିବାକୁ ପଡେ, ବଡେ ବିନମ୍ର ସହକାରେ ସିଦ୍ଧାନ୍ତକୁ ପ୍ରସ୍ତୁତ କରନ୍ତି। ଏଇ ଭାବନାରେ ଯେ ଆମେ ପ୍ରସ୍ତୁତ କଲେ ଆମେ ପ୍ରେରଣା ମିଳିବ, ଦିନେ ଆମେ ପାଳନ କରିପାରିବା, ଯାହା କହୁଛେ ଆମେ ସେଟା ପାଳନ କରିପାରିବା। ତେଣୁ ସବୁ ଅବସ୍ଥାରେ ଏଇ ଦିଟାର ସମନ୍ୱୟ ହବା ବହୁତ ଆବଶ୍ୟକ, ପ୍ରଚାର ଓ ଆଚାର। ଲୋକମାନେ ଆମର କଥା ତ ଦେଖିବେ ବଡ ବଡ, କିନ୍ତୁ ଆମେ ତାକୁ ପାଳନ କରୁନେ, ତାହେଲେ ବିଡମ୍ବନା ହବ, ଲୋକମାନଙ୍କୁ ପାଳନ କରିବା, ଧର୍ମ ପଥରେ ଚାଲିବା ପାଇଁ କଷ୍ଟ ହବ। ତେଣୁ ଭଗବାନ ଚୈତନ୍ୟ ମହାପ୍ରଭୁ ବଡ ବିନମ୍ର ଭାବରେ କହୁଛନ୍ତି, ମଥୁରା ବୃନ୍ଦାବନ ତ ମତେ ବଡ ପ୍ରିୟ। ହଁ, ଆଉ ମୁଁ ବହୁତ କିଛି କରିବାକୁ ଚାହୁଁଛି କୃଷ୍ଣ ଭାବନାମୃତର ପ୍ରଚାର ପାଇଁ। ହଁ, ମୁଁ ମା ଆଦେଶରେ ଆସି ଜଗନ୍ନାଥ ପୁରୀ ରହିଲି। ମୋର ତ ସନ୍ନ୍ୟାସ ନେଲା ପରେ ଇଚ୍ଛା ଥିଲା କୋଉଠି ଯିବା ପାଇଁ ନା, ବୃନ୍ଦାବନ ଯିବା ପାଇଁ ଇଚ୍ଛା ଥିଲା। କିନ୍ତୁ ମୋ ମା କହିଲା, ନାହିଁ ନାହିଁ, ତୁ ଜଗନ୍ନାଥ ପୁରୀରେ ରହ। ସେଥିପାଇଁ ମୁଁ ଜଗନ୍ନାଥ ପୁରୀରେ ରହୁଛି। ଜଗନ୍ନାଥ ପୁରୀରେ ରହିବାର ସନ୍ନ୍ୟାସ ନେବା ପରେ ନିର୍ଣ୍ଣୟ ନେବା କାରଣରୁ ମୁଁ ମଥୁରା ବୃନ୍ଦାବନ ଯାଉନି। ହଁ, ମୁଁ ଏହି ଜଗନ୍ନାଥପୁରରେ ରହି ଲୋକମାନଙ୍କୁ ଏହି ଶିକ୍ଷା ଦେବାକୁ ଚାହୁଁଛି କି ଧର୍ମ ପଥରେ କେମିତି ଚାଲିବାକୁ ହୁଏ। ହୁଁ, ମୁଁ ଏ ଶରୀର ନେଇ ମତେ ବହୁତ କିଛି କରିବାର ଅଛି। ହୁଁ, ଆଉ ସନାତନ, ତୁମେ ଶରୀର ଛାଡିବାକୁ ଚାହୁଁଛ? କେମିତି ସମ୍ଭବ ଇଏ? ମୁଁ କେମିତି ସହିପାରିବି ସେ କଥା? ତେଣୁ ଯେମିତି ସନାତନ ଗୋସ୍ୱାମୀ ପାଦ ଯୋଉ ଶରୀରରେ ତାଙ୍କର ଫୋଟକା ହେଇଯାଇଥିଲା, ଆଉ ପ୍ରାଣ ତ୍ୟାଗିଦେବାକୁ, ପ୍ରାଣ ଛାଡିବାକୁ ସଂକଳ୍ପ ନେଇଥିଲେ, ମହାପ୍ରଭୁ ତାଙ୍କୁ ସେ କାର୍ଯ୍ୟରୁ ବିରତ କରିଛନ୍ତି। ମହାପ୍ରଭୁ ତାଙ୍କୁ ସୁନ୍ଦର ଉପଦେଶ ଦେଉଛନ୍ତି। ଏ ଶରୀର, ମାନବ ଶରୀର ବଡ ଦୁର୍ଲଭତାରେ ପ୍ରାପ୍ତ ହୁଏ 84 ଲାଖ ଜୀବଜନରେ। ତେଣୁ ମାନବ ଶରୀରକୁ ବଡି ସୁରକ୍ଷିତ ରୂପେ ରଖିବାର ଅଛି। ଆମକୁ ଯୋଉ ଶରୀର ମିଳିଛି ଏତେ ସହଜରେ ମିଳେ ନା। ହଁ, ଅନେକ ବର୍ଷ ଯୋନି ଭ୍ରମଣ କରିବା ପରେ ମନୁଷ୍ୟ ଶରୀର ପ୍ରାପ୍ତ ହୁଏ। ଆଉ ଏ ମଣିଷ ଶରୀରକୁ ଦୁରୁପଯୋଗ କରିବା କଥା ନୁହେଁ, ଇନ୍ଦ୍ରିୟ ତୃପ୍ତିରେ ଲଗାଇବା କଥା ନୁହେଁ, ଭଗବାନଙ୍କର ସେବାରେ ଲଗେଇବା ପାଇଁ ସଂକଳ୍ପ ନେବା ଉଚିତ। ହଁ, ତେଣୁ ଆମେ ଯୋଉ ଶରୀର ବଡି ମିଳିଛି, ଭକ୍ତି ତିନି ପ୍ରକାର କରାଯାଏ। ଗୋଟା ହଉଛି ଶରୀର, ବାଣୀ ଆଉ ମନ ଦ୍ଵାରା। ସବୁଠୁ ଉତ୍ତମ କୋଟିର ବ୍ୟକ୍ତି ମାନେ ମନରେ ସେବା କରନ୍ତି ଭଗବାନଙ୍କର, ଯୋଉକୁ ମାନସିକ ସେବା କୁହାଯାଏ। ଲେକିନ ଜଣେ ପ୍ରାରମ୍ଭିକ ସାଧକ ଭଲେ ହିଁ ମନକୁ ନେଇ ପ୍ରୟୋଗ କରି କାର୍ଯ୍ୟ କରେ, ଲେକିନ ଶରୀର ତପସ୍ୟା ଆଦି କରିବା ବହୁତ ଆବଶ୍ୟକ। ତେଣୁ ଆମର ଶରୀରଟା ଭଗବାନଙ୍କର ସେବାରେ ଲାଗିଛି, କେମିତି ଜାଣିବା ନା, ଭଗବତ ଗୀତାର 17 ଅଧ୍ୟାୟର 14 ଶ୍ଲୋକରେ ଭଗବାନ କହୁଛନ୍ତି ଶରୀର ତପସ୍ୟା। କି ଶରୀର ତପସ୍ୟା କଣ ନା, ଏ ଶରୀରକୁ ନେଇ ଭଗବାନଙ୍କୁ ପ୍ରଣାମ କରିବା, ବରିଷ୍ଠ ଜନଙ୍କୁ ପ୍ରଣାମ କରିବା, ଭଗବାନଙ୍କର ଆରତି କରିବା, ସେବାରେ ନିୟୋଜିତ କରିବା, ଏ ହେଉଛି ଶରୀର ତପସ୍ୟା। ବ୍ରହ୍ମଚର୍ଯ୍ୟ ପାଳନ କରିବା, ସରଳ ଜୀବନ ଯାପନ କରିବା, ଏସବୁ ଶରୀର ତପସ୍ୟା। ତେଣୁ ଶରୀରକୁ ଆମେ ଏହି ପ୍ରକାର ନିୟୋଜିତ କରୁଛେ। କାହିଁକି? ଏ ଶରୀର ମୋର ନୁହେଁ, ଏ ଶରୀର ମୋ ଗୁରୁଙ୍କୁ ଦେଇ ସାରିଛି, ଏ ଶରୀର ଭଗବାନଙ୍କୁ ଦେଇ ସାରିଛି, ଏ ଶରୀର ଉପରେ ମୋର କୌଣସି ଅଧିକାର ନାହିଁ। ତେଣୁ ଆମେ ବି ଏଇ ଭାବନା ନେଇ ଶରୀରକୁ ଭଗବାନଙ୍କ ସେବାରେ ପ୍ରୟୋଗ କରିବା। ଭଲେ ଏହି କଳିଯୁଗ ଶରୀର, ଏ ଶରୀର ଅନେକ ବିମାରୀ ଅଛି, କୁହାଯାଏ ଶରୀର ରୋଗ ମନ୍ଦିରମ, ଶରୀର ଅନେକ ରୋଗ ଅଛି। କିନ୍ତୁ ପ୍ରଭୁପାଦ କହନ୍ତି ସେ ବ୍ୟାଡ ବାର୍ଗେନ। ଶରୀର ରୋଗଗ୍ରସ୍ତ ହେଲେ ବି ସୁ ଅବସର ଅଛି, ଇଏ ଶରୀର ଯୋଉ ପ୍ରୟୋଗ କରି ଆମେ ଜୀବନର ଚରମ ଲକ୍ଷ୍ୟକୁ ହାସଲ କରିପାରିବା। ତେଣୁ ଜଣେ ଭକ୍ତ ଗୋଟେ ସାବଧାନ ରହିବ ଶରୀରକୁ ଦେଖିବା ପାଇଁ, କି ଶରୀର ପ୍ରତି ବେଶୀ ଆସକ୍ତି ହବା ଉଚିତ ନୁହେଁ, ଆଉ ଅବହେଳନା କରିବା ବି ଉଚିତ ନୁହେଁ। ଆବଶ୍ୟକ ଅନୁସାରେ ବିଶ୍ରାମ ନେବା, ଶରୀରକୁ ଠିକ ରଖିବା, ଦରକାର ପଡ଼ିଲେ ଆଜିକାଲି ବ୍ରହ୍ମଚାରୀ ମାନେ ଆସନ ଯୋଗାସନ ଆଦି କରୁଛନ୍ତି, ତାକୁ କରିବା, ସମୟରେ ବିଶ୍ରାମ କରିବା, ଆବଶ୍ୟକତା ଅନୁସାରେ ବିଶ୍ରାମ କରିବା, ଆବଶ୍ୟକତା ଅନୁସାରେ ହିଁ ଆହାର ନେବା, କେତେ ମାତ୍ରାରେ ନେବା, କୋଉ ଜିନିଷ ମତେ ଶରୀରକୁ ସୁଟ୍ କରୁଛି ସେ ଅନୁସାରେ ନେବା, ଏସବୁ ବିଷୟକୁ ଧ୍ୟାନ ଦେଲେ ଶରୀରରେ ରୋଗକ୍ରାନ୍ତ ହବ ନାହିଁ। ପ୍ରଭୁପାଦ ଲେଖୁଛନ୍ତି ପ୍ରଥମ ସ୍କନ୍ଧ 2ୟ ଅଧ୍ୟାୟର 10ମ ଶ୍ଲୋକ, ଭାଗବତ 1-10, କାମସ୍ୟ ନେନ୍ଦ୍ରିୟ ପ୍ରୀତି ଜୀବ ଯାବତ ଲାଭତ ଜୀବସ ତତ୍ତ୍ୱ ଜିଜ୍ଞାସା ନାର୍ଥ ଚେହ କର୍ମସ୍ୟ। इस ଅଧ୍ୟାୟର ତାତ୍ପର୍ଯ୍ୟ ଲେଖୁଛନ୍ତି, ଏଇ ଶ୍ଲୋକର ତାତ୍ପର୍ଯ୍ୟ କି ୱାନ୍ ସୁଡ୍ ଡିଜାୟାର ଫର ଏ ହେଲ୍ଦି ଲାଇଫ। ଆମକୁ ଭଗବାନଙ୍କୁ ପ୍ରାର୍ଥନା କରିବା କଣ ପାଇଁ ନା, ପ୍ରଭୁ ମୋର ସ୍ୱାସ୍ଥ୍ୟକୁ ଭଲ ରଖନ୍ତୁ, ଯାହାଦ୍ୱାରା ମୁଁ ଏ ଶରୀରକୁ ଆପଣଙ୍କ ସେବାରେ ନିୟୋଜିତ କରିପାରିବି। ତେଣୁ ଆର ଜ୍ୱଳନ୍ତ ଉଦାହରଣ ମହାପ୍ରଭୁ ଯୋଉ ଶିକ୍ଷା ଦେଉଛନ୍ତି ସନାତନ ଗୋସ୍ୱାମୀ ପାଦକୁ। ତେଣୁ ମହାପ୍ରଭୁ କହୁଛନ୍ତି ଏ ଶରୀର ସନାତନ
ଭଗବାନଙ୍କର ଆଉ ଏ ଶରୀରକୁ ତୁମର କିଛି ଅଧିକାର ନାହିଁ, ତୁମ ଏ ଶରୀର ନେଇ ମୁଁ ବହୁତ କିଛି କରିବି। ହଁ। ତେଣୁ ଏହି କ୍ରମରେ ସୁନ୍ଦର ଶ୍ଲୋକ ଆସୁଛି ଯୋଉଟା କି ଆଁ, ଆଁ, ହରିଦାସ ଠାକୁରଙ୍କ ଉପସ୍ଥିତି, ସନାତନ ଗୋସ୍ୱାମୀ ଆଉ ମହାପ୍ରଭୁଙ୍କ ଭିତରେ ସୁନ୍ଦର ବାର୍ତ୍ତାଳାପ। ହୁଁ। ତେଣୁ ମହାପ୍ରଭୁ ଦୁଇ ଜଣଙ୍କୁ ଆଲିଙ୍ଗନ କରୁଛନ୍ତି। ଆଁ? ହରିଦାସ ଠାକୁରଙ୍କୁ ବି और सनातन गोस्वामी पाद को। भले ही हरिदास ठाकुर ନିଜକୁ ଅଯୋଗ୍ୟ ମାନନ୍ତି, ତୁଚ୍ଛ ଭାବନ୍ତି, କିନ୍ତୁ ମହାପ୍ରଭୁ ହୃଦୟରେ ସ୍ଥାନ ନେଇଥାନ୍ତି ସିଏ। ହୁଁ। ମହାପ୍ରଭୁ କହୁଛନ୍ତି ତୁମାର ଦେହ କହେ ନା ପ୍ରଭୁ ମୋର ନିଜ ଧନ, ତୁମା ସମ ଭାଗ୍ୟବାନ ନାହିଁ କୋନ ଜନ। ହୁଁ। ମହାପ୍ରଭୁ କହୁଛନ୍ତି କି ତମ ଶରୀର ହଉଛି ମୋ ଧନ। ଯୋଉମାନେ ମହାପ୍ରଭୁଙ୍କ ଅନୁଯାୟୀ, ଯୋଉମାନେ ରୂପାନୁଗ, ଯୋଉମାନେ ପ୍ରଭୁପାଦନୁଗ, ସେମାନେ ମହାପ୍ରଭୁଙ୍କର ପ୍ରିୟ ଭକ୍ତ। ହଁ। તે ଯୋଉ ଦେହ, ସିଏ ମହାପ୍ରଭୁ କହିଛନ୍ତି ମୋର ନିଜ ଧନ, ମୋ ଭଗବାନଙ୍କର ସମ୍ପତ୍ତି ଆକ୍ଚୁଆଲି। ତୁମ ସମ ଭାଗ୍ୟବାନ ନାହିଁ କୋନ ଜନ, କି ତୁମ ସଦୃଶ ଭାଗ୍ୟବାନ ଏ ସଂସାରରେ ଆଉ କେହି ନାହିଁ। ନିଜ ଦେହ ଯେ କାର୍ଯ୍ୟ ନ ପାରେ ନ କରିତେ, ସେ କାର୍ଯ୍ୟ କରାଇବେ ତୁମା ସେହ ମଥୁରାତେ। କି ତମ ଦେହ ନେଇ ମୁଁ ବହୁତ କିଛି ସେବା କରିବି, ଏ ସଂସାରକୁ ପ୍ରଚାର କରିବି ଭଗବାନଙ୍କର ବାଣୀ, ଧର୍ମ ମାର୍ଗରେ ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇବ। ହୁଁ। ତେଣୁ ଏ ଶରୀର ତମର ନୁହେଁ, ଏ ଶରୀର ନେଇ ମୁଁ ବହୁତ କିଛି କରିବି। ତେଣୁ ଭଗବାନ ଆମମାନଙ୍କ ଦ୍ଵାରା ବହୁତ କିଛି କରିବେ ସଂସ୍ଥାରେ, ପ୍ରଭୁପାଦଙ୍କ ଦ୍ଵାରା, ଗୁରୁଜନଙ୍କ ଦ୍ଵାରା ଆମେ ସେବା କରୁଛେ, ଧର୍ମ ମାର୍ଗରେ ଚାଲୁଛେ, ଭଗବାନ ଆମକୁ ବହୁତ କିଛି କରିପାରିବେ, କରାଇବେ, ଆମ ଦ୍ୱାରା କରାଇବେ ଭଗବାନ। ହଁ। ତେଣୁ ସନାତନ ଗୋସ୍ୱାମୀ ପାଦ, ହରିଦାସ ଠାକୁର ଦୁଇ ଜଣ ଭିତରେ ମଧୁର ବାର୍ତ୍ତାଳାପ ହଉଛି। ଜଣେ ଭକ୍ତ ଆଉ ଜଣେ ଭକ୍ତର ଗୁଣଗାନ କରୁଛନ୍ତି। ଦୁଇ ଜଣ କ୍ରନ୍ଦନରତ। ହୁଁ। ହଁ। ତେଣୁ ସନାତନ ଗୋସ୍ୱାମୀ ପାଦ କହୁଛନ୍ତି ପ୍ରତ୍ୟହ କର 3 ଲାକ୍ଷ ନାମ ସଂକୀର୍ତ୍ତନ, ସବାରେ ଆଗେ କର ନାମେର ମହିମା କଥନ। ହଁ। କି ତମେ ତ ପ୍ରତିଦିନ ଅପତିତ 3 ଲକ୍ଷ ନାମ କରୁଛ, ଆଉ ଅନ୍ୟକୁ ପ୍ରେରଣା ଦଉଛ। ହୁଁ। କିଏ ନାମ ସେବା କରିବା ପାଇଁ ପ୍ରେରଣା ଯୋଗାଉଛ। আপনে আচার কহে না করে প্রচার, প্রচার করে ন কেহ না করে ଆଚାର। କି ସଂସାରରେ ଅନେକ ଲୋକ ଅଛନ୍ତି ଯିଏ ପ୍ରଚାର କରୁଛନ୍ତି, ଆଚରଣ ଠିକ ନାହିଁ। ଅନେକ ଲୋକ ଆଚରଣ ଦେଖାନ୍ତି କିନ୍ତୁ ପ୍ରଚାର କରୁନାହାନ୍ତି। আপনে আচরে কেহে না করে প্রচার, প্রচারে করে না কেহে না করে আচার। আচার প্রচার নামের কর দুহি কার্য, তুমি সর্বগুরু তুমি জগতের আর্য। କିନ୍ତୁ ତମେ କେମିତି? ତମେ ହଉଛ ଆଦର୍ଶ, ତମେ ଆଚରଣ ବି କରୁଛ, ପ୍ରଚାର ବି କରୁଛ। ହଁ। ତମେ ଦୁଇଟା କାର୍ଯ୍ୟ କରୁଛ। ସେଥିପାଇଁ ତୁମେ ହଉଛ ସର୍ବ ଜଗତର ଗୁରୁ। ତୁମେ ଜଗତର ପୂଜିତ ବ୍ୟକ୍ତି ଆକ୍ଚୁଆଲି। ତେଣୁ ଏ ସୁନ୍ଦର ଗୁଣଗାନ ମହାପ୍ରଭୁ ସରି ସନାତନ ଗୋସ୍ୱାମୀ ପାଦ ହରିଦାସ ଠାକୁରଙ୍କ ବିଷୟରେ କହୁଛନ୍ତି। ସଂସାରରେ କିଛି ଲୋକ ଆଚରଣ କରନ୍ତି କିନ୍ତୁ ପ୍ରଚାର କରନ୍ତି ନାହିଁ, କିଛି ଲୋକ ପ୍ରଚାର କରନ୍ତି ନିଜେ ଆଚରଣ କରନ୍ତି ନାହିଁ। କିନ୍ତୁ ହରିଦାସ ହଉଛନ୍ତି ଦୁଇଟାର ସମନ୍ୱୟ, ଦୁଇଟାର ଆଦର୍ଶ ଆକ୍ଚୁଆଲି। କେହି ଆଚାର ପ୍ରଚାର ନାମେ କର ଦୁଇ କାର୍ଯ୍ୟ, ତୁମି ସର୍ବଗୁରୁ ତୁମି ଜଗତେର ଆର୍ଯ୍ୟ। ତମେ ବାସ୍ତବିକ ପୂଜିତ, ତମେ ଆଚରଣ କରୁଛ, ପ୍ରଚାର ବି କରୁଛ। ତେଣୁ ଏଇ ଉପଦେଶରୁ ଆମେ ଶିଖିବା କି ଆମେ ଖାଲି ପ୍ରଚାର ନ କରିବା, ଖାଲି କରିବାନି ଯେ ଆଚରଣ କରିବାନି, ଏମିତି ନା, ଦୁଇଟା ସମନ୍ୱୟ ହେବା ବହୁତ ଆବଶ୍ୟକ। ଆଚାର ପ୍ରଚାର ଅର୍ଥ କଣ? ନା ଆମେ ଯାହା କହୁଛେ ଅନ୍ୟକୁ ଶିକ୍ଷା ଦେଉଛେ,
ସେ ବ୍ୟକ୍ତି ଆମକୁ ଦେଖିବ କି ଇଏ ନିଜେ ଆଚରଣ କରୁନି, ଖାଲି କହି ହଉଛି, ଖାଲି କହି ଜାଣିଛି, ପାଳନ କିଛି କରୁନି, ଠିକ ନୁହେଁ। ଆମେ ଯଦି ମଙ୍ଗଳ ଆରତୀ ନ ଯିବା ଆଉ ପ୍ରବଚନ ବଡ ବଡ ଦେବା ମଙ୍ଗଳ ଆରତୀ ଯିବା ପାଇଁ, ତ ଲୋକ ଉପରେ ପ୍ରଭାବ ପଡିବ ନାହିଁ। ଲୋକ ଖୋଜିବେ ସେ ଭକ୍ତ ଯିଏ କହୁଥିଲା ମଙ୍ଗଳ ଆରତୀ ବିଷୟରେ, କାହିଁ ସିଏ ଟିକେ ନ ଦେଖାଯିବ, ଲୋକ ସନ୍ଦେହ କରିବେ, କହିବାର କିଛି ଭାଲ୍ୟୁ ନାହିଁ ଆକ୍ଚୁଆଲି। ତେଣୁ ଆମେ ବହୁତ ସାବଧାନ ରହିବା। ଆମେ କଣ କହୁଛେ, କେମିତି କରୁଛେ, କଣ କରୁଛେ, ଲୋକ ଆମ ଉପରେ ନଜର ରଖିଛନ୍ତି। ସାଧୁ ସାବଧାନ, ସାଧୁ ଉପରେ ସମସ୍ତଙ୍କର ନଜର। ହଁ, ପତ୍ରକାର ହଉ, ସଂସାର ଲୋକମାନେ ସାଧୁର ସବୁ କାର୍ଯ୍ୟକଳାପର ହଁ, ନିଗରାନୀ ଦୃଷ୍ଟିପାତ କରନ୍ତି, ଦେଖିଥାନ୍ତି। ହଁ, ଯେମିତି ଆମେ ଆଜିକାଲି ଆଧୁନିକ ସମୟ କଣ ସିସିଟିଭି ଭିଜିଲାନ୍ସ, ସର୍ଭିଲେନ୍ସ, ସେଇଭଳିଆ ସାଧୁର ସବୁ କାର୍ଯ୍ୟକଳାପ ଲୋକ ନଜର ପକାଇଥାନ୍ତି। ବିଶେଷତଃ ଆମ ଓଡିଶାରେ ବେଶୀ। ଆମ ଓଡିଶାରେ କହନ୍ତି ସାଧୁ ହେଇଛି ନା କଣ, ମୋଟର ସାଇକେଲ ଧରି ବୁଲୁଛି, ଜୋତା ମହଙ୍ଗା ଜୋତା ପିନ୍ଧୁଛି, ଆଇରନ୍ କରି କପଡା ପିନ୍ଧୁଛି। ହଁ, ତ ଲୋକ ନଜର କାରରେ ଚଢୁଛି, ଆଚ୍ଛା ଆମ ଘରେ ଗାଡି ନାହିଁ, କାର ଚଢୁଛି ସାଧୁ, ପଇସା ଲୁଟିକି ନାହିଁ ଲୋକ। ତେଣୁ ଆମ ପର୍ପସ ବହୁତ ପିଓର ହବା ଦରକାର। ସେ ରୂପ ଗୋସ୍ୱାମୀ ପାଦ ଆମକୁ ଶିକ୍ଷା ଦେଇଛନ୍ତି, ନିର୍ବନ୍ଧେ କୃଷ୍ଣ ସମ୍ବନ୍ଧେ ୟୁକ୍ତ ବୈରାଗ୍ୟ ସବୁ ସବୁ ଜିନିଷକୁ ସେବାରେ ପ୍ରୟୋଗ କରିବା। ଲେକିନ ଲୋକ ଆଚରଣକୁ ବି ବେଳେ ବେଳେ ସାବଧାନ ରଖିବା ଉଚିତ। ଈର୍ଷାଳୁ ଲୋକ ଆମ ଉପରେ ଆକ୍ରମଣ କରିବେ, ସାଧୁ ନା କଣ ଇଏ, ମଟକା ସିଲ୍କ ପିନ୍ଧିଛି, ଏମିତି ପିନ୍ଧିଛି। ତେଣୁ ଆମେ ବଡି ଆଚରଣରେ ସାବଧାନ ରହିବା। ତେଣୁ ସେଇଥିପାଇଁ ବୈଷ୍ଣବ ସଦାଚାର ଦିଆଯାଇଛି। ବୈଷ୍ଣବ ଜଣାଯାଏ ସତ୍ ଆଚରଣ ଦ୍ଵାରା। ଆପଣ ପବ୍ଲିକ ସ୍ଥାନରେ ଗୋଟେ ସ୍ତ୍ରୀ ସହିତ କଥା ହଉଛନ୍ତି, ସେ ସ୍ତ୍ରୀ ହୁଏତ ଭକ୍ତ ହେଇଥିବ, କି ଲୋକ ତାକୁ ଖରାପ ନଜରରେ ଦେଖିବେ, ତେଣୁ ବଡି ସାବଧାନ ରହିବାର ଉଚିତ। ଆମେ ତ କହୁଛୁ ମୋର ଭିତରେ ଖରାପ ଭାବନା ନାହିଁ, ଆରେ ତୋ ଭିତରେ ଖରାପ ଭାବନା ନାହିଁ ତ ସାମ୍ନା ଲୋକ ଭିତରେ ଅଛି ନା। ବଡି ସାବଧାନ ରହିବାର ଅଛି। ତେଣୁ ଆମେ ବହୁତ ପରିସ୍ଥିତିରେ ବହୁତ ସାବଧାନ। ତେଣୁ ବୈଷ୍ଣବ ସଦାଚାର ପଢିଲେ, ଶୁଣିଲେ, ପାଳନ କଲେ ଆମେ ପରଫେକ୍ଟ ରହିବା। ଭକ୍ତି ସିଦ୍ଧାନ୍ତ ମହାରାଜଙ୍କ ପ୍ରସଙ୍ଗରେ ଆସେ, ଥରେ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ମହାରାଜଙ୍କୁ ଦେଖା କରିବାକୁ ଯାଇଥିଲେ। ପ୍ରଭୁପାଦ ବସିଛନ୍ତି, ପ୍ରଭୁପାଦ ନିଜର ଗୁରୁ ମହାରାଜଙ୍କର କାର୍ଯ୍ୟକଳାପ ଦେଖୁଛନ୍ତି, ମତଲବ ସନ୍ଦେହ କରୁନାହାନ୍ତି କେତେ ଦିବ୍ୟ ଗୁରୁ ମହାରାଜଙ୍କ କାର୍ଯ୍ୟକଳାପ। ସେଇ ସମୟରେ ଜଣେ ଭକ୍ତି ସିଦ୍ଧାନ୍ତ ମହାରାଜ ସେତେବେଳେ ବୟସ 60ରୁ ଉପରେ, ଆଉ ସେତେବେଳେ ଜଣେ ଯୁବତୀ ଆସି କହିଲେ କି ମହାରାଜ, ମୁଁ ଆପଣଙ୍କୁ ଟିକେ ଏକଲା ମିଳିବାକୁ ଚାହୁଁଛି। ଲୀଳାମୃତରେ ଲେଖା ହେଇଛି, ମୁଁ ଏକଲା ମିଳିବାକୁ ଚାହୁଁଛି। ଭକ୍ତିସିଦ୍ଧାନ୍ତ ମହାରାଜ କହିଲେ, ମୁଁ ତୁମେ ତ ଏକଟିଆ ମିଳିପାରିବ ନାହିଁ, ଇଏ ହଉଛି ବୈଷ୍ଣବ ସିଦ୍ଧାନ୍ତ। ମୁଁ ଜଣେ ସନ୍ନ୍ୟାସୀ, ମୁଁ ତମ ସହିତ ଏକାଟିଆ ମିଳିପାରିବି ନାହିଁ। ତ ପ୍ରଭୁପାଦ ଦେଖି ବଡେ ଖୁସି ହେଲେ, କି ମୋ ଗୁରୁ ମହାରାଜ କେତେ ଷ୍ଟଞ୍ଚ ସନ୍ନ୍ୟାସୀ, ଷ୍ଟଞ୍ଚ ବ୍ରହ୍ମଚାରୀ ଥିଲେ, ଷ୍ଟଞ୍ଚ ସନ୍ନ୍ୟାସୀ, କି ସିଦ୍ଧାନ୍ତ ଯାହା ଲେଖା ହେଇଛି ତାକୁ ଅକ୍ଷର ଅକ୍ଷର ପାଳନ କରୁଛି। ହୁଏତ ଆମକୁ ସେବା ପାଇଁ ମାତା ମାନଙ୍କ ସହିତ କଥା ହବାକୁ ପଡୁଛି, କେତେ କଥା ହବା, କେତିକି ରଖିବା, ସାବଧାନ ରହିବା। ଏମିତି ନାଇଁ କେହି ଦେଖୁନାହାନ୍ତି, ପରମାତ୍ମା ତ ଦେଖୁଛନ୍ତି, ନା ନା, ସଂସାର ଲୋକମାନଙ୍କର ବି କୁଦୃଷ୍ଟି ଆମ ଉପରେ ପଡୁଛି। ତେଣୁ ବହୁତ ସାବଧାନ ହେଇକି ପାଳନ କରିବାର ଉଚିତ। ତେଣୁ ଭକ୍ତମାନେ ଆମକୁ ବ୍ୟବହାରର ଶୈଳୀ ସବୁ ସଦାଚାର ମାନଙ୍କରେ କହିଛନ୍ତି। ତେଣୁ ବୈଷ୍ଣବ ସଦାଚାର କଣ ନା, ଜଣେ ବୈଷ୍ଣବ ସତ୍ ଆଚରଣ କରେ, ଯୋଉ ସତ୍ ମାର୍ଗରେ ଚାଲିବା ଦ୍ୱାରା ତାର ଆଚରଣ କେମିତି ସତ୍ ହବ। ଭଗବତ ଗୀତାରେ ଯେମିତି ଭଗବାନ କହୁଛନ୍ତି, ସ୍ଥିତ ପ୍ରଜ୍ଞ କା ଭାଷା, ଅର୍ଜୁନକୁ ବୁଝାଉଛନ୍ତି କି ସ୍ଥିତ ପ୍ରଜ୍ଞ ବ୍ୟକ୍ତିର କେମିତି କଥା କହେ, କେମିତି ଚାଲେ, କେମିତି ଶୋଏ। ତେଣୁ ଆମକୁ ବୈଷ୍ଣବ ବନିବା ପରେ ସବୁ ଶିଖିବାର ଅଛି। ବୈଷ୍ଣବ ଖାଇବ କେମିତି, କହିବ କେମିତି, ଶୋଇବ କେମିତି, ସବୁ ଜିନିଷ। ସଂସାରରୁ ଯାହା ଶିଖିଛେ ଆମେ ଗଡବଡ ଶିଖିଛେ, ଠିକ ସେ ଶିଖିନେ। ଲେକିନ ଅଭି ଆମ ମଧ୍ୟରେ ଲାଳସା ରହିବ କି ମୁଁ ଅଭି ଯେତେବେଳେ ବୈଷ୍ଣବତା ପାଳନ କରୁଛି, ବଡି ସାବଧାନ ସହକାରେ ସବୁ ଜିନିଷ ପାଳନ କରିବି, ମତେ ଜଣା ନାହିଁ କିଛି। ତେଣୁ ଗୁରୁ ପାଖକୁ ଆମେ ଯେତେବେଳେ ଯିବା, ଶିକ୍ଷା ନେବା, ଆମ ଭିତରେ ଏଇ ଭାବନା ରହିବ, ମୁଁ ମୂର୍ଖ ବ୍ୟକ୍ତି, ମୁଁ ଭକ୍ତି ବିଷୟରେ ସଠିକ ଜାଣିନି, ଯାହା ଜାଣିଛି ମିଳାମିଶା, ମାନେ ମିକ୍ସଡ ସବୁ ଜାଣିଛି, ମିଶ୍ରିତ ଜିନିଷ ଜାଣିଛି, ଶୁଦ୍ଧ ଜିନିଷ କଣ ଜାଣିନାହିଁ। ଏଇ ଭାବନା ସକାର ଗଲେ ଯାହା ଶାସ୍ତ୍ର ପ୍ରଭୁପାଦ ଲେଖିଛନ୍ତି ସେଇ ଜିନିଷକୁ ପାଳନ କରିବା ପାଇଁ, ପାଳନ କରିପାରିବି। କିନ୍ତୁ ଯିଏ ମନରେ ବସି ନେଇଛି ଯେ ମତେ ସବୁ ଜଣା ଅଛି, ମୋର କିଛି ଶିଖିବାର ନାହିଁ, ଇଏ ହଉଛି ଅହଙ୍କାରର ପ୍ରତୀକ। କେବେ ଏମିତି ଭାବନା ଆସିବା କଥା ନୁହେଁ। ବ୍ରହ୍ମଚାରୀ ଜୀବନ ମତଲବ ହମେଶା ସବୁବେଳେ କଣ ନା, ବିଦ୍ୟାର୍ଥୀ ଭାବନା, ସବୁବେଳେ ଶିଖିବା ପାଇଁ ଉତ୍ସାହିତ ରହିବା ଦରକାର। ଯେମିତି ଚୈତନ୍ୟ ମହାପ୍ରଭୁ ନିଜେ ପରମ ଭଗବାନ, ସିଏ ବି ଶିଖିବା ପାଇଁ ଲାଳାୟିତ ଅଛନ୍ତି। ଥରେ ମହାପ୍ରଭୁ ଶୌଚକ୍ରିୟାରେ ବସିଛନ୍ତି, ସେତେବେଳେ ଛୋଟିଆ ପିଲାଟି ଆସିଲା, ଆଉ ମହାପ୍ରଭୁ ଶୌଚକ୍ରିୟା କେବଳ ବସିଥିବା ବେଳେ ସେ କଣ ଦେଖୁଛନ୍ତି
ନା ମୋର ଜିହ୍ବା ଅଥକ ହରିନାମ ନଉଛି। ମହାପ୍ରଭୁ ଜିହ୍ବାକୁ ଧରିକି ବସିଛନ୍ତି। ତ ଫିର ବି ତାଙ୍କ ଜିହ୍ବାରେ ହରିନାମ ଚାଲି ଆସୁଛି। ଛୋଟିଆ ବାଳକ ଗୋପାଳ ଯାଉଥିଲେ, ପଚାରିଲେ ମହାପ୍ରଭୁ କଣ କରୁଛ? ନା ମୋ ଜିହ୍ବାକୁ ଧରିକି ରଖିଛି, ଶୌଚକ୍ରିୟା କରୁଛି, ଅସୁସ୍ଥ ସ୍ଥାନରେ ଭଗବାନଙ୍କୁ ଆହ୍ୱାନ କରିବାକୁ ଚାହୁଁନି। ସେ ଗୋପାଳ କହୁଛି ମହାପ୍ରଭୁ ଏଇ ସମୟରେ ପ୍ରାଣ ଚାଲିଯିବ ତ କଣ କରିବେ? ମହାପ୍ରଭୁ କହିଲେ ଗୋପାଳ ତୁ ମୁझे ଶିକ୍ଷା ଦେଲୁ, ଆଜି ତୁ ଗୋପାଳ ଗୁରୁ କହଲା, ଜଗତରେ ପ୍ରସିଦ୍ଧ ହଉ ଗୋପାଳ ଗୁରୁ ନାମରେ, ମୁଁ ତତେ ଗୁରୁ ରୂପେ ସ୍ୱୀକାର କରୁଛି। ତେଣୁ ବ୍ରହ୍ମଚାରୀ ଜୀବନ ମତଲବ ବିଦ୍ୟାର୍ଥୀ ଜୀବନ, ସବୁବେଳେ ଶିକ୍ଷା କରିବା ପାଇଁ ଲାଳାୟିତ ହେଇ ରହିବା ଦରକାର। କେବେ ଭାବେନି ମତେ ସବୁ ଜଣା ଅଛି, ମୋର ଶିକ୍ଷା କଣ ଦରକାର। ତେଣୁ ଭଗବାନ ନିଜେ କହୁଛନ୍ତି କୃଷ୍ଣ ଅର୍ଜୁନଙ୍କୁ, ସ୍ଥିତ ପ୍ରଜ୍ଞ କା ଭାଷା। କେମିତି ସ୍ଥିତ ପ୍ରଜ୍ଞ ବ୍ୟକ୍ତି କଥା କହେ, କେମିତି ତାର ଚାଲିଚଳନ, କେମିତି ଶୋଏ, କେମିତି କରେ, ଏଭ୍ରିଥିଙ୍ଗ ଇଜ ଭେରି ଏକ୍ସାମ୍ପଲ, ୟୁ ହାଭ୍ ଟୁ ଲର୍ନ ଇଟ୍ ଆକ୍ଚୁଆଲି, ଆମେ ଶିଖିବାର ଅଛି। ହୁଁ। ତେଣୁ ନାମାଚାର୍ୟ ହରିଦାସ ଠାକୁର ପ୍ରସଙ୍ଗରେ କହିଲେ ବହୁତ ଲୋକ ଆଚରଣ କରନ୍ତି, ପ୍ରଚାର କରନ୍ତି ନାହିଁ। ବହୁତ ଲୋକ ପ୍ରଚାର କରନ୍ତି, ଆଚରଣ କରନ୍ତି ନାହିଁ। ତେଣୁ କଥା ଆଉ ପାଳନ ଦୁଇଟା ସମନ୍ୱୟ ହେଇ ଚାଲିବା ଦରକାର। ଦୁଇଟାର ଅନ୍ତର ନାହିଁ ଦରକାର। ତେଣୁ ଆମେ ଯେତେବେଳେ ସାମାଜିକ ବିଧାନରେ ରହୁଛେ, ସମାଜରେ ରହୁଛେ, ଆମେ ଭକ୍ତି ତ କରୁଛେ, ଆମେ କୋଉ ଜଙ୍ଗଲରେ କରୁନେ। ଆମର ପ୍ରଚାର ଆନ୍ଦୋଳନ, ଆମକୁ ଲୋକଙ୍କ ଭିତରେ ରହି ଭକ୍ତି କରିବାର ଅଛି, ବଡି ସାବଧାନ ସହକାରେ। ଆପଣ ଯେତେବେଳେ ଦୋକାନ ଯାଉଛନ୍ତି, ମାର୍କେଟ ଯାଉଛନ୍ତି, ବସରେ ଯାଉଛନ୍ତି, ଆଉ ଇଏ ସାଧୁ ବସ୍ତ୍ର ପିନ୍ଧିଛନ୍ତି, ବଡ ସାବଧାନ ସହକାରେ ରହିବାର ଅଛି। ଲୋକ ଆମମାନଙ୍କର ସବୁ କାର୍ଯ୍ୟକଳାପର ଅବଲୋକନ କରନ୍ତି। ତେଣୁ କୁହାଯାଏ ଶୁକ୍ଳ ବସ୍ତ୍ରେ ମାସି ବିନ୍ଦୁ ଯେନ ନ ଲୁକାଏ, ସନ୍ନ୍ୟାସୀର ଅଳ୍ପ ଗୁଣ ବହୁ କରି ଗାଏ। କି କୌଣସି ଯେମିତି ସାଧା କପଡା ପିନ୍ଧିଥିବା ବ୍ୟକ୍ତି ଉପରେ ସାହି ପଡିଗଲା, ଜଣେ ସାହି ଛିଞ୍ଚାଡ଼ି ଦେଲା, ଇଙ୍କ ପୁରା ଶରୀରରେ ଇଙ୍କ ଲାଗିଯିବ, ତାକୁ ଛାଡିବାର କିଛି ଉପାୟ ନାହିଁ। ସେଇପରି ସନ୍ନ୍ୟାସୀ ଯଦି କିଛି ଛୋଟ ବି ଭୁଲ କଲା, ଲୋକମାନେ ତାକୁ ବହୁ କରି ଗାଇବେ, ଏ ଜଣାଅଛି କଣ କରୁଥିଲା। ଯେମିତି ରାମଚନ୍ଦ୍ର ପୁରୀ ମହାପ୍ରଭୁ ନିନ୍ଦା କରୁଥିଲେ, କେମିତି ଏ ସନ୍ନ୍ୟାସୀ ନା କଣ, ଏ ବାହାରେ ପିମ୍ପୁଡି ଯାଉଛନ୍ତି, ବହୁତ ମିଠା ଖାଉଛି, ଏ ଏମିତି ଭାର ଭାର କରି ଗୋବର୍ଦ୍ଧନ କରି ଖାଉଛି ପ୍ରସାଦ। ଆପଣ କମନ ସ୍ଥାନରେ ପ୍ରସାଦ ପାଉଥିବେ, ଲୋକ ଆପଣ ନଜର ରଖିଥିବେ, ଏ ବ୍ରହ୍ମଚାରୀ ନା କଣ, ଏତେ ଖାଉଛି ଏ। ତ ବଡି ସାବଧାନ ରହିବାର ଅଛି। ଆମେ ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ କରୁନେ, କିନ୍ତୁ ସଦାଚାର ପାଳନ କରିବା ବହୁତ ଆବଶ୍ୟକ। ଆଉ ଆକୁ ଆମେ ନକଲ କରିପାରିବାନି କି ନାଇଁ କାଲିଠୁ ମୁଁ କମ ଖାଇବି, ନା ନା, ଶରୀର ଦୁର୍ବଳ ହେଇଯିବ। ଆମେ ମହାନ ଭାଗବତ ଭକ୍ତଙ୍କର ଜୀବନଠୁ ଶିଖିକିନି ସେଇ ପଦାଙ୍କ ଅନୁସରଣ କରିବାର ଅଛି, ତାକୁ ନକଲ କରିବା କଥା ନୁହେଁ। ନକଲ କଲେ ସେଇଭଳିଆ ହାଲ ହେଇଯିବ। ତେଣୁ ଆମ ଜୀବନରେ ବ୍ୟାବହାରିକ ଭକ୍ତଙ୍କର ଆବଶ୍ୟକତା ଅଛି। ଚାहे ଆମେ ଉପବାସ ରଖୁଛେ, ନିର୍ଜଳା ରଖୁଛେ, ଆମ ସ୍ୱାସ୍ଥ୍ୟଗତ ଅବସ୍ଥା କେମିତି, ଆମେ ଭକ୍ତଙ୍କୁ ପଚାରିକିନି ବ୍ରତ ରଖିପାରିବା। କାହାର ଦେହ ଭଲ ନଥିବ, ସେ ଖାଇଦେଲା, ଖାଇବନି କହୁଛି, ନିର୍ଜଳା କରିବ କହୁଛି, ଅସୁବିଧା କିଛି ହେଇଗଲା ଯଦି ବଡି ସାବଧାନ ସହକାରେ କରିବା ଅଛି। ମନା ନାହିଁ, କିନ୍ତୁ ଭଗବାନ ଏ ବିଧି ପାଳନ କଲେ ଭଗବାନ ବେଶୀ ପ୍ରସନ୍ନ ହୁଅନ୍ତି ଆକ୍ଚୁଆଲି। ତେଣୁ ଆଚାର ଆଉ ପ୍ରଚାର ଦୁଇଟା କାର୍ଯ୍ୟର ସମନ୍ୱୟ। ତେଣୁ ବୈଷ୍ଣବ ସଦାଚାର କଣ ନା, ବୈଷ୍ଣବ ଆହୁରି ଅଳଙ୍କୃତ ହୁଏ ସତ୍ ଆଚରଣ ଦ୍ୱାରା। ଭଗବାନଙ୍କୁ ବଡ ପ୍ରସନ୍ନତା ମିଳେ ଯେତେବେଳେ ବୈଷ୍ଣବ ସତ୍ ଆଚରଣ କରେ। ସତ୍ୟ ପଥରେ ଚାଲୁଛେ, ଧର୍ମ ପଥରେ ଚାଲୁଛେ, ବୈଷ୍ଣବ ମାର୍ଗ ଧାରଣ କରିଛେ। ତେଣୁ ଆଚରଣ ବି ସତ୍ୟ, ପରମ ସତ୍ୟକ ନିର୍ଦ୍ଦେଶ ଅନୁସାରେ ହବା ବହୁତ ଆବଶ୍ୟକ। ତେଣୁ ଆମେ ଆଜି କିଛି ପ୍ରସଙ୍ଗ ଚର୍ଚ୍ଚା କରିବା ବୈଷ୍ଣବ ସଦାଚାର ଅନ୍ତର୍ଗତ। ମୋ ପାଖରେ ଯୋଉ ବୈଷ୍ଣବ ସଦାଚାର ଅଛି, ଇଏ ପରମ ପୂଜ୍ୟ ଭକ୍ତି ଚାରୁ ମହାରାଜ ବନେଇଥିଲେ, ଜିବିସି ମିଟିଂ କେ, ଜିବିସି କଲେଜରେ ପଢିବା ପାଇଁ। ଏଟା ଇଂଲିଶରେ ଅଛି। ଆମର ଦିଲ୍ଲୀ ମନ୍ଦିରରେ ବି ଗୋଟେ ବୈଷ୍ଣବ ସଦାଚାର ପୁସ୍ତକ ଜଣେ ଭକ୍ତ ବନେଇଥିଲେ, ସେ କପିଟା ମୋ କତିରେ ବର୍ତ୍ତମାନ ନାହିଁ। ଏଥିରେ ଅନେକ ଅଧ୍ୟାୟ ଅଛି, ଅନେକ ବିଷୟ ଦିଆଯାଇଛି। ତେଣୁ ସଦାଚାର ଆମକୁ ବିଶେଷ ମାର୍ଗଦର୍ଶନ କରିବ ବୈଷ୍ଣବତା ପାଳନ କରିବା ପାଇଁ। ତେଣୁ ସେ ବୈଷ୍ଣବ ସଦାଚାର ବିଷୟରେ ଟିକେ ସଂକ୍ଷିପ୍ତ ବିବରଣ ଦଉଛନ୍ତି, ଯାହାକୁ ଇଣ୍ଟ୍ରୋଡକ୍ସନ କହନ୍ତି। କି ବୈଷ୍ଣବ ସଦାଚାର ବୈଷ୍ଣବର ଆଭୂଷଣ ସମାନ। ଜଣେ ବୈଷ୍ଣବ ଯେମିତି ଜଣେ ସ୍ତ୍ରୀ ସୁନ୍ଦର ଅଳଙ୍କାର ପିନ୍ଧିଲେ ତାର ଶୋଭା ବଢିଯାଏ, ବୈଷ୍ଣବ ସଦାଚାର ପାଳନ କଲେ ସେ ଲୋକମାନଙ୍କର ପ୍ରିୟ ହେଇଯାଏ, ଭଗବାନଙ୍କର ପ୍ରିୟ ହେଇଯାଏ।
तथापि भक्त स्वभाव मर्यादा रक्षण, मर्यादा पालन है साधुर भूषण। रघुकुल रीत चली आई, प्राण जाए पर वचन न जाए। ତେଣୁ ମର୍ଯ୍ୟାଦା ପାଳନ କରିବା ବହୁତ ଆବଶ୍ୟକ, ସଦାଚାର ପାଳନ କରିବା ବହୁତ ଆବଶ୍ୟକ। ହଁ, ତଥାପି ଭକ୍ତ ସ୍ୱଭାବ ମର୍ଯ୍ୟାଦା ରକ୍ଷଣ, ମର୍ଯ୍ୟାଦା ରକ୍ଷା। ଅନେକ ମର୍ଯ୍ୟାଦା ବିଷୟରେ ଶାସ୍ତ୍ରରେ ପ୍ରସଙ୍ଗ ଦିଆଯାଇଛି। ଏଟିକେଟ, ସଦାଚାର, ମର୍ଯ୍ୟାଦା। ଯେମିତି ଆପଣ ଶୁଣିଥିବେ ଭାଗବତମରେ ଗୋଟେ ପ୍ରସଙ୍ଗ ତୃତୀୟ ସ୍କନ୍ଧରେ ଆସେ। ବିଦୁର ଅଛନ୍ତି, ଆଉ ତାଙ୍କ ସାମ୍ନାରେ କିଏ ଥିଲେ? ଉଦ୍ଧବ ଯିଏ ଅଛନ୍ତି ଜ୍ଞାନରେ ପାରଙ୍ଗତ। ନହେଲେ ଉଦ୍ଧବ କହିଲେ ମୁଁ ଆପଣଙ୍କୁ ଜ୍ଞାନ ଦେଇପାରିବିନି, ଏ ସଦାଚାର ମର୍ଯ୍ୟାଦା ଉଲ୍ଲଂଘନ ହଉଛି, ଆପଣ ଯାଆନ୍ତୁ କାଠୁ ନିଅନ୍ତୁ, ମୈତ୍ର ମୁନି କାଠୁ ନିଅନ୍ତୁ। ତେଣୁ ଅନେକ ସଦାଚାର ଅଛି। ଏମିତି ନାହିଁ ଆମେ ଖାଲି ଏ ପୁରା इसलिए शास्त्र अध्ययन କରିବା, ପଢିବା, ଶୁଣିବା ବହୁତ ଆବଶ୍ୟକ। ପାଳନ କଣ କରିବା? ମନକୁ ପାଳନ କରିବା ପୁଣି ବ୍ଲାଙ୍କ ରହିବା। ଯଦି ଡେଲି ଆମେ ନର୍ଚର ନ କରିବା ଶାସ୍ତ୍ର ନିର୍ଦ୍ଦେଶ ମାନେ କଣ ପାଳନ କରିବା? ସେଇ ଯାହା ମନ କହିବ ସବୁ ନିୟମ ମୁଁ ମନରୁ ତିଆରି କରିବି ନା। ଶାସ୍ତ୍ର ଅନୁସାରେ ଚାଲିବା ଦରକାର ଅଛି। ଯଦି ନ ଜାଣିଛି ମୁଁ ଉନ୍ନତ ଭକ୍ତଙ୍କର ସଙ୍ଗ କରିକିନି ପଚାରେ ତାଙ୍କୁ କଣ କରିବାର ଅଛି ପରିସ୍ଥିତିରେ। ମର୍ଯ୍ୟାଦା ପାଳନ ହଏ ସାଧୁର ଭୂଷଣ। ମର୍ଯ୍ୟାଦା ପାଳନ କଲେ ସାଧୁର ଲୋକ ଆହୁରି ପ୍ରଶଂସା କରନ୍ତି। ତେଣୁ ଭଗବତ ଗୀତାରେ ଭଗବାନ କହୁଛନ୍ତି ତୃତୀୟ ଅଧ୍ୟାୟ 21 ନମ୍ବର ଶ୍ଲୋକ, ଯଦ ଆଚରିତ ଶ୍ରେଷ୍ଠ ତତ୍ତତ୍ ଏବ ଇତରୋ ଜନ ସୟତ୍ ପ୍ରମାଣ କୁରୁତେ ଲୋକସ୍ତତ୍ ଅନୁବର୍ତ୍ତତେ। ମହାନ ବ୍ୟକ୍ତିତ୍ୱ ଯୋଉ ରାସ୍ତା ଦେଖାନ୍ତି ସାଧାରଣ ଲୋକ ସେଇ ରାସ୍ତାର ଅବଲମ୍ବନ କରନ୍ତି। ତେଣୁ ଯୋଉମାନେ ସ୍ପେଶାଲି ଲିଡର ନେତୃତ୍ୱ ଗ୍ରହଣ କରିଛନ୍ତି ତାଙ୍କୁ ବହୁତ ଏକ୍ଜେମ୍ପଲାରୀ ବନିବା ଆବଶ୍ୟକ। क्योंकि ଗୋଟେ ସଂସ୍ଥାରେ ଜଣେ ଟେମ୍ପଲ ପ୍ରେସିଡେଣ୍ଟ, ଜଣେ ସେଣ୍ଟର ଇନଚାର୍ଜ, ପୁରା ସେ କମ୍ୟୁନିଟି ଲୋକ ତାକୁ ଦେଖୁଛନ୍ତି, ତାର ଆଦର୍ଶ ଦେଖୁଛନ୍ତି। ତେଣୁ ବହୁତ ଏକ୍ଜେମ୍ପଲାରୀ ହେବା ଆବଶ୍ୟକ। ଆମେ ଆର୍ଟିଫିସିଆଲି ତ ହେଇପାରିବା ନାହିଁ। ତେଣୁ ଆମେ ଏଇ ଯୋଉ ପ୍ରଶିକ୍ଷଣ ନଉଛେ, ଶିଖୁଛେ, ତାକୁ ରିଫ୍ଲେକ୍ଟ କରିବା, ଲୋକଙ୍କୁ ଆଦର୍ଶ ସହକାର ପ୍ରସ୍ତୁତ କରିବା, ବ୍ୟବହାରରେ ମଧୁରତା ରଖିବା। ଲୋକ ଜଣେ ବ୍ୟକ୍ତିର ଆଚରଣରେ ବହୁତ ପ୍ରଭାବିତ ହୁଅନ୍ତି। ଦେଖନ୍ତୁ ସଂସାରରେ ସବୁ ଲୋକ ତ୍ରିତାପ ଜନିତ କଷ୍ଟରେ ପୀଡ଼ିତ। ଆଉ ଯେତେବେଳେ ସାଧୁ ସନ୍ଥ ମାନେ ଟିକେ ମିଠା କଥା କହନ୍ତି ତା ଦ୍ୱାରା ସେ ବହୁତ ଲାଭାନ୍ୱିତ ହୁଏ, ଉପଶମ ପ୍ରାପ୍ତ କରେ। ଆପଣ ଯଦି କାହାକୁ ଭଲ ବ୍ୟବହାର କରିବେନି ଲୋକ ଆସିବେ କେମିତି? ପ୍ରଭୁପାଦ କହନ୍ତି ଆମର ଟେମ୍ପଲ ଇଜ ଲାଇକ ଓସିସ୍ ଇନ ଦ ଡେଜର୍ଟ। ଯେମିତି ମରୁଭୂମିରେ ଗୋଟେ ସ୍ଥାନ ଥାଏ ଯୋଉଠି ଜଳ ଥାଏ, ତାକୁ ଓସିସ୍ କହନ୍ତି। ଲୋକମାନେ ତୃଷ୍ଣାରେ ମରୁଛନ୍ତି ସଂସାରରେ, ଆଉ ଏଠି ତାଙ୍କୁ ତୃଷ୍ଣା ମେଣ୍ଟିବା ପାଇଁ ଏଠି ପାଣି ଦିଆଯାଉଛି। ଆଧ୍ୟାତ୍ମିକ କେନ୍ଦ୍ର ମନ୍ଦିର ଗୁଡିକ ଏହି ହେଉଛି ତାର ପ୍ରତିବିମ୍ବ ଉଦାହରଣ ସ୍ୱରୂପ। ତେଣୁ ଭକ୍ତମାନଙ୍କୁ ଦେଖି ଲୋକମାନେ ଧର୍ମ ମାର୍ଗରେ ଚାଲନ୍ତି, ସାଧୁ ମାନଙ୍କୁ ଦେଖି ଲୋକମାନେ ଧର୍ମ ମାର୍ଗରେ ଚାଲନ୍ତି। ସାଧୁ ଯଦି ବିଡମ୍ବନା କରିବ, ସାଧୁ ଯଦି ପଥଭ୍ରଷ୍ଟ ହବ, ତାହେଲେ ସାଧାରଣ ଜନତା କଣ ଦେଖିବେ? ଆକ୍ଚୁଆଲି ସାଧୁକୁ ଦେଖି ଭଗବାନଙ୍କର ସ୍ମରଣ ଆସେ, ଧର୍ମ ମାର୍ଗରେ ଚାଲିବା ପାଇଁ ପ୍ରେରଣା ମିଳେ। ତେଣୁ ସାଧୁ ହିସାବରେ ଆମେ ସାଧକ ହିସାବରେ ଆମକୁ ବଢି ସାବଧାନ ରହିବା ଉଚିତ ବୈଷ୍ଣବ ସଦାଚାର ପାଳନ କରିବା ପାଇଁ। ତେଣୁ ଜନସମୂହଙ୍କ ସମ୍ମୁଖରେ ଆଦର୍ଶ ପ୍ରସ୍ତୁତ କରିବା ପାଇଁ ବୈଷ୍ଣବ ସଦାଚାର ଆଚରଣ ଆଉ ପ୍ରଚାର ଦୁଇଟା ବହୁତ ଆବଶ୍ୟକ। ଆଉ ଯୋଉମାନେ ଶିକ୍ଷକ ଭୂମିକା ନିଭାଉଛନ୍ତି ସେମାନଙ୍କୁ ବି ଆ ପାଇଁ ବହୁତ ଆବଶ୍ୟକ। କ୍योंकि ଶିକ୍ଷକ ଯଦି କହୁଛି ନିଜେ ପାଳନ କରୁନି, ସେ ବିଦ୍ୟାର୍ଥୀ ଉପରେ କିଛି ପ୍ରଭାବ ପକେଇ ପାରିବ ନାହିଁ। ଆଉ ଯଦି ଆମେ ପ୍ରକୃତ ବୈଷ୍ଣବ ସଦାଚାର ପାଳନ ନ କରିବା ତାହେଲେ ଆମେ ଯୋଉ ମିଶନର ଯୋଉ ଇଣ୍ଟିଗ୍ରିଟି ଅଛି ତା ଉପରେ ବି ପ୍ରଭାବ ପଡିବ। ଭଗବାନ ଗୀତାରେ ଯେମିତି କହୁଛନ୍ତି ମିଥ୍ୟାଚାରୀ ସୌତ, ପ୍ରିଟେଣ୍ଡର ଲାଇକ ମିଥ୍ୟାଚାରୀ ବ୍ୟକ୍ତି। ତ ଶାସ୍ତ୍ର ଖାଲି ଜାଣିଲେ କାମ ଚଳିବନି, ଶାସ୍ତ୍ର ପାଳନ କରିବା ବହୁତ ଆବଶ୍ୟକ। ଆଉ ଏଇ ବୈଷ୍ଣବ ସଦାଚାର ଦ୍ୱାରା ଧୀରେ ଧୀରେ ଆପଣଙ୍କର ଯୋଉ କମ୍ୟୁନିଟି ଅଛି, ଯେମିତି ଇସ୍କନ ସ୍ୱର ଆପଣଙ୍କର और ବିସ୍ତାର କରିବ। ଲୋକମାନେ ଆଉ କିଛି ଦେଖିବେନି, ଭକ୍ତଙ୍କର ବ୍ୟବହାର, ଭକ୍ତ କେମିତି ମିଳିମିଶି ରହୁଛନ୍ତି, ଆନନ୍ଦ ପୂର୍ବକ ରହୁଛନ୍ତି, ଯୋଉଟା ସଂସାର ଅସମ୍ଭବ, ତାକୁ ଦେଖି ଲୋକଙ୍କ ଉପରେ ପ୍ରଭାବ ପଡେ। ମୁଁ ଆଜି ଏଇଠି ରଖିବି, ଆଗକୁ ଆମ ସିଷ୍ଟମାଟିକ କରିବା। ମୋର ଭକ୍ତ ମାନଙ୍କର କିଛି ମିଟିଂ ଅଛି, ସେଥିପାଇଁ ମୁଁ ଏଇଠୁ ବିରାମ ଦେବି। କିଛି ପ୍ରଶ୍ନ ଥିବ ଯଦି ଗୋଟେ ଦିଟା ଆମେ ନେଇପାରିବା।
समाप्त କରିବା ପୂର୍ବରୁ। सदानंद प्रभु कहार प्रश्न अछि? ଭଏସ କ୍ଲିୟର ଥିଲା ପ୍ରଭୁ ନା ଡିଷ୍ଟର୍ବାନ୍ସ ହଉଥିଲା? यस प्रभु, ନେଟୱାର୍କ यस प्रभु। ଠିକ ଅଛି ପ୍ରଭୁ। ଆୱାଜ ଆସୁନି, କଣ କହୁଛନ୍ତି ନା କଣ କି ଶୁଭା ଯାଉନି? ସ୍ପିକର ପାଖରେ କୁହନ୍ତୁ, ଆପଣଙ୍କ କଥା ଶୁଭୁନି କାହିଁକି? ସ୍ପିକର ଧରି କୁହନ୍ତୁ ନା କେମିତି? हरे कृष्ण प्रभु। ହଁ ଏବେ ଶୁଭିଲା। वैष्णव का कहले जे तृणादपि शुणुचे न से बहुत सहिष्णु हेबे सेने, किंतु अनेक सहिष्णु हेति जाई कि समाज रे लोक माने अनेक कष्ट भी दियन। आउथरे कहले तो वैष्णव का कह जाउची जे तृणादपि शुणुचे न होबा पड़िबो, किंतु आमे जतले तृणादपि हेति जाउ सेतले समाज रे बहुत कष्ट भी मिले। आमे हम्म केमिति आमे केमिति तृणादपि हेकि रहू। गोटे दुकान को जाइछे, आमे जतले सरल हाँ कि हमको सेटा माने तृणादपि भाव रे सेटा से दउना। त्रिणादपि अर्थ ନୁହେଁ ଯେ ଆପଣ ଧର୍ମ ବିପରୀତ ସମୟରେ ଚୁପ ରହିବେ। त्रिणादपि अर्थ ଧର୍ମ ଅନୁସାରେ ଆମକୁ ପରିସ୍ଥିତିକୁ ସାମ୍ନା କରିବାର ଅଛି। ଏମିତି କିଛି କିଏ ଆମ ବୈଷ୍ଣବ ନିନ୍ଦା କଲେ ଆମେ ଚୁପ ହେଇ ରହିଗଲେ? ହଁ, ଜାଣିଛ ତୁମର ସେ ଚୈତନ୍ୟ ପ୍ରଭୁ କଣ କରୁଛନ୍ତି ସେଠି? ତମେ ଆପଣ ଶୁଣିକି ପଳେଇ ଆସିଲେ ନା? ତାର ବିଧି ଅଛି। ଆମେ ନିନ୍ଦା ଶୁଣିବାନି। କୌଣସି ସ୍ଥାନରେ ନିନ୍ଦା ହଉଛି, ଆମେ କେମିତି ତାକୁ ନିନ୍ଦା ସେ ସ୍ଥାନକୁ ସାମ୍ନା କରିବା, ଶାସ୍ତ୍ର ସିଦ୍ଧାନ୍ତ ଦିଏ। ୟା ତ ଆମେ ତାକୁ ତର୍କରେ ହରେଇବା, ନହେଲେ ତା ଜିଭା କାଟିଦେବା, ନହେଲେ ତା ସ୍ଥାନ ଛାଡି ଚାଲି ଆସିବା। ତେଣୁ ଜିଭା ତ କାଟି ପାରିବା ନାହିଁ, ତର୍କରେ ବି ଆମେ ହରେଇ ପାରିବା ନାହିଁ। ଆମେ ତେଣୁ ସାବଧାନ ସେ ସ୍ଥାନ ଛାଡି ଆସିବା, ନିନ୍ଦା ଶୁଣିବା ନାହିଁ। ତ ତିନାଦପି ଇଏ ନେଇ ଯିଏ ଯାହା କହିଲା ଆମେ ଚୁପ ରହିକି ପଳେଇ ଆସିବା, ଏମିତି ବି ନୁହେଁ। ସଂସାରିକ ଇସ୍କନର କ୍ରିଟିସାଇଜ କରୁଛି, ଭଗବାନଙ୍କର କ୍ରିଟିସାଇଜ କରୁଛି, ଭକ୍ତର କ୍ରିଟିସାଇଜ କରୁଛି, ଆପଣଙ୍କର ଅଥରିଟିର କିଏ କ୍ରିଟିସାଇଜ କରୁଛି। ତିଣାଦପି ଅର୍ଥ ମୁଁ ଚୁପଚାପ ରହିବି। ଯାହା କହୁଛ ହଁ ତମେ ଭଲ କହୁଛ, ଠିକ କହୁଛ, ଠିକ କହୁଛ, ଏମିତି କହିବେ ଥୋଡି। ସିଏ ପରିସ୍ଥିତି ଅନୁସାରେ ଭଗବାନଙ୍କର ଶରଣାପନ୍ନ ହବ। କଣ କରିବ? ପ୍ରାର୍ଥନା କରିବ, ପ୍ରଭୁ ମୁଁ କଣ କରିବି? ୟା ଗୁରୁଜନଙ୍କୁ ଯାଇ ପଚାରିବ, ଏମିତି ପରିସ୍ଥିତି ସାମ୍ନା କରୁଛି କଣ କରିବି? ସେମାନେ ଯାହା କହୁଛନ୍ତି ଆମେ ସେ କରିବାର ଅଛି। ସେ ପାଳନ କଲେ ସେ ମର୍ଯ୍ୟାଦା ପାଳନ କରୁଛି, ମର୍ଯ୍ୟାଦା ଉଲ୍ଲଂଘନ କରୁନି actually। ଆମେ ଏମିତି ନୁହେଁ ଯେ ଆମର ଯଦି କିଏ ଇସ୍କନ ବିରୁଦ୍ଧରେ କିଛି କହୁଛି ଦୋକାନ ତାର ଦୋକାନ ପାଖରେ ଯାଇକିନି ଆମେ ତା ସହିତ ଲଢିବା କି ଚୁପ ରହିବା? କଣ କେମିତି କରିବା? ବଡି ବିନମ୍ରତା ସହକାରେ ତାକୁ ପଥା ହବା, ତାକୁ ସତ୍ୟ ଘଟଣା କହିବା ଯେ ସେ ଶୁଣିବା ପାଇଁ ପ୍ରସ୍ତୁତ ଅଛି। ପ୍ରଥମେ ଆମେ ଚେକ୍ କରିବା ଯୋଉ ପରିସ୍ଥିତିରେ ଆମେ ଅଛୁ, ସେ ପରିସ୍ଥିତିରେ ଯୋଉ ବ୍ୟକ୍ତି କହୁଛି ସେ ଶୁଣିବା ପାଇଁ ପ୍ରସ୍ତୁତ ଅଛି ନା ଆମେ ଖାଲି ଏମିତି କହୁଛି। ଆଉ ସାମ୍ନା ବ୍ୟକ୍ତି ଯଦି ଶୁଣିବା ପାଇଁ ପ୍ରସ୍ତୁତ, ଆମେ କିଛି କହିଲେ ବି ତା ଭିତରେ ଯିବ ନାହିଁ। ଆଉ ସିଏ ଯଦି ଶୁଣିବା ଅବସ୍ଥାରେ ଅଛି, ତାକୁ ବଡି ବିନମ୍ର ସହକାରେ ଆମେ ବୁଝିବାକୁ ଚେଷ୍ଟା କରିବା କି ପ୍ରଭୁ ଏମିତି କଥା ନୁହେଁ, ଇସ୍କନ ସଚ୍ଚା ହଉଛି, ସତ୍ୟ କଥା ହଉଛି ଏଇଆ। ଏଠି ଯୋଉ ଭକ୍ତମାନେ ଯୋଡ଼ିଛନ୍ତି ସଂସାର ସବୁ ତ୍ୟାଗ କରି ଆସିଛନ୍ତି, ପାରିବାରିକ ଜୀବନ, ପାରିବାରିକ ସୁଖ ସବୁ ତ୍ୟାଗ କରି ଆସିଛନ୍ତି ଭଗବାନଙ୍କ ସେବା ହେତୁ। ତେଣୁ ଚୂଡ଼ାନ୍ତ ବି ଶୁଣିଛ ନା ଅର୍ଥ ନେଇକି ଚୁପ ରହି ପଳେଇ ଆସିଲେ ନା ନା ନା। ଆପଣ କଣ କଲେ ନା ବୈଷ୍ଣବ ସଦାଚାରର ପାଳନ କଲେ। ଶାସ୍ତ୍ରରେ ଯାହା ନିର୍ଦ୍ଦେଶ ଦିଆଯାଇଛି, ଏମିତି ପରିସ୍ଥିତି ଆସିଲେ କଣ କରାଯାଏ, ଭକ୍ତ କଣ କରେ, ସେଇ ଜିନିଷଟାକୁ ପାଳନ କଲେ। ଠିକ ଅଛି, ବୁଝିପାରିଲେ? आज्ञा। ओके, विल स्टॉप हियर। बहुत बहुत धन्यवाद। बहुत धन्यवाद प्रभु। हरे कृष्णा। कृतज्ञ ଆମେ ଆପଣଙ୍କ ପାଖରେ। ନା ଯାହା ହଉ ଟ୍ରାଭେଲିଂ ରେ ମଧ୍ୟ କମ ସେ କମ ରେଗୁଲାରଲି ଏବେ ଆପଣ ବୈଷ୍ଣବ ସାର ଦେଉଛନ୍ତି ଗୋପାଳ ଚମ୍ପ ପୁନେରୁ ଶୁକ୍ରବାର ପ୍ରତି ଫ୍ରାଇଡେ ଦେବେ କ୍ଲାସ। ଗୋପାଳ ଚମ୍ପ, କିଏ ଦଉଛନ୍ତି? ଗୋପାଳ ଚମ୍ପ ପ୍ରଭୁ। କିଏ ନଉଛନ୍ତି? ଗୋପାଳ ଚମ୍ପ ପ୍ରଭୁ ପୁନେରୁ। ଆଚ୍ଛା ଆଚ୍ଛା, ଓକେ ଓକେ, ହଁ ହଁ। ତ ପ୍ରଭୁ ଆଉ ଗୋଟେ କୌଣସି ଟପିକ ଉପରେ ଦେଖିବା, କୋଉ ଟପିକ କଲେ ପ୍ରଭୁ ଭଲ ହବ ଟିକେ ସଜେଷ୍ଟ କରନ୍ତୁ। ଆପଣ କହିଲେ ଭାବି କହିବି, ଏବେ ତ yes ପ୍ରଭୁ, ମୁଁ ଆପଣଙ୍କ କଥା ହେବି ଆପଣ ହୁଁ, ପରେ। ହୁଁ। ତ ବାକି ବୃନ୍ଦାବନ ଆମେ ଆସୁଛୁ ଦଶହରାରେ, ତ 7 ଦିନ ଆପଣଙ୍କର କୃପା ଟିକେ ଦରକାର। ଆଗୁଆ ବୁକ୍ କଲେ ଦେଖିବି କେତେ ମୁଁ ତାରିଖ ଡେଟ୍ କେତେ ତାରିଖ। କହିଛି ପ୍ରଭୁ। ପ୍ରଭୁ ହଁ ହଁ। ଆମେ 28 ପହଞ୍ଚିବୁ, 28 ସେପ୍ଟେମ୍ବର, କେତେ 6 ଭକ୍ତ ଅକ୍ଟୋବର ପର୍ଯ୍ୟନ୍ତ। କେତେ ଭକ୍ତ ଆସିବେ? 300 ପାଖାପାଖି। ଆଚ୍ଛା ଆଚ୍ଛା, ମତେ ଆଗୁଆ କହିଦେବେ, ମୁଁ ଡେଟ୍ ଟା yes ପ୍ରଭୁ, ଲେଖିନେବି। ମୁଁ ଆପଣଙ୍କୁ ସେଡ୍ୟୁଲ ପଠେଇ ଦଉଛି, ସେଡ୍ୟୁଲ ହଁ ପଠେଇ ହଁ, ଦଉଛି। ଆଜ୍ଞା ଆଜ୍ଞା ସଦାନନ୍ଦ ପ୍ରଭୁ କହିବି, ସଦାନନ୍ଦ ପ୍ରଭୁ ସେ ଆପଣଙ୍କ ସହିତ କୋଅର୍ଡିନେଟ କରିବେ। ଆଜ୍ଞା ଆଜ୍ଞା।
आगे बढ़ो। हरे ठीक कृष्ण। है, धन्यवाद। धन्यवाद। हरे कृष्ण। शिल सब उठा प्रभुपाद कर। की जय। मानसा कल्पतरुभ्यश्च कृपा सिन्धुभ्यः च पतितानां पावनेभ्यो वैष्णवेभ्यो नमो जय नमः। श्री रामनारायण प्रभु।